ପିଲାମାନେ ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି ସମସ୍ତଙ୍କୁ। ପିଲାମାନେ ଆଜିର ବିଷୟ ହେଉଛି ଷଷ୍ଠ ଶ୍ରେଣୀର ପଞ୍ଚମ ଅଧ୍ୟାୟର ପାଠର ନାମ ହେଉଛି ବସ୍ତୁର ପ୍ରକାର ଭେଦ। ପିଲାମାନେ ଏଇ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ପିଲାମାନେ। ତାପରେ ଆମେ ଏଇ କ୍ଲାସ୍ଟାକୁ ଆରମ୍ଭ କରିବା। ତ ଚାଲନ୍ତୁ ପିଲାମାନେ ଆଉ ଲେଟ୍ କରିବାନି, ଆମ ଏଇ ବସ୍ତୁର ପ୍ରକାର ଭେଦ ପାଠକୁ ଆରମ୍ଭ କରିବା। ତ ଦେଖନ୍ତୁ ପିଲାମାନେ, ପୂର୍ବ ଅଧ୍ୟାୟ ଗୁଡ଼ିକରେ ତୁମେ ପଢ଼ିଲ ଯେ ଆମେ ଖାଉଥିବା ଖାଦ୍ୟ ଓ ବ୍ୟବହାର କରୁଥିବା ବସ୍ତ୍ର ବିଭିନ୍ନ ପ୍ରକାର ଅଟେ। ତ ଆମେ ପୂର୍ବ ଅଧ୍ୟାୟର ମାନେ ଚତୁର୍ଥ ଅଧ୍ୟାୟରେ ଆମେ ପଢ଼ିଥିଲେ ବେଲେ ଲାଷ୍ଟ କ୍ଲାସ୍ରେ ନା କ'ଣ ନା ପୂର୍ବ ଅଧ୍ୟାୟରେ ଆମେ ଯାହା ପଢ଼ିଲେ କ'ଣ ପଢ଼ିଥିଲେ ନା ଖାଦ୍ୟ ଓ ବ୍ୟବହାର, ଯେଉଁ ଖାଦ୍ୟ ବିଷୟରେ ପଢ଼ିଥିଲେ, ତାପରେ ଆମର ବସ୍ତ୍ର ବିଷୟରେ ପଢ଼ିଥିଲେ। ଏସବୁ କ'ଣ ନା ବିଭିନ୍ନ ପ୍ରକାରର ଅଟେ। ଓକେ, କେବଳ ଖାଦ୍ୟ ଓ ବସ୍ତ୍ର କାହିଁକି, ଆମ ଚତୁର୍ଦିଗରେ ଭରି ରହିଥିବା ଅନ୍ୟ ବସ୍ତୁ ଗୁଡ଼ିକ ମଧ୍ୟ କ'ଣ ଅନେକ ପ୍ରକାରର ଅଟନ୍ତି। ଓକେ, ନା କ'ଣ କୁହାଗଲା ବେଲେ ଏଠି ନା କ'ଣ ଦେଇଛି ନା ଆମର କ'ଣ ଚତୁର୍ଦିଗରେ ଯାହା ଭରିକି ରହିଛି, ଆମେ ଯାହା ଦେଖୁଛେ ବେଲେ ଆମ ଚାରିଆଡ଼େ। ଓକେ, ସେ ବସ୍ତୁ ଗୁଡ଼ିକ ମଧ୍ୟ ସେମ୍ ନୁହଁ ପିଲେ, ସମସ୍ତେ କ'ଣ ନା ଅନେକ ପ୍ରକାରର ଅଟନ୍ତି, ଭିନ୍ନ ଭିନ୍ନ ଅଟନ୍ତି। ଦେଖିବା ଯେମିତି ଚେୟାର, ଟେବୁଲ, ଶଗଡ଼, ସାଇକେଲ, ମୋଟର ଗାଡ଼ି, ବାସନକୁସନ, ଖାତା, ବହି, କଲମ, ଟିଭି, ଖେଳନା ଆଦି ସବୁ ବସ୍ତୁ ଆମେ ଅତି ନିକଟରୁ ଦେଖୁ ଓ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟବହାର କରୁ। ଦେଖନ୍ତୁ ପିଲାମାନେ କ'ଣ କୁହାଯାଇଛି ଏଠି ନା ଚେୟାର, ଟେବୁଲ, ଶଗଡ଼, ସାଇକେଲ, ମୋଟର ଗାଡ଼ି, ବାସନକୁସନ, ଖାତା, ବହି, ଟିଭି ଏସବୁ କ'ଣ ନା ଆମେ ଏଇ ବସ୍ତୁ ଗୁଡ଼ିକ ଆମେ ଅତି ନିକଟରେ ଦେଖୁ, କିନ୍ତୁ ଏହାକୁ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ କାର୍ଯ୍ୟରେ ଆମେ ବ୍ୟବହାର କରିଥାଉ। ଓକେ, ଦେଖନ୍ତୁ ଏଠି କ'ଣ ଗାଈ, ଛେଳି, କୁକୁର, ବିରାଡ଼ି, ବିଲ, ବାଡ଼ି ବଗିଚା, ତୋଟା, ପାହାଡ଼ ପର୍ବତ ଆଦି ଆମ ପରିବେଶରେ ଅଟନ୍ତି। ହଁ ନା ନୁହଁ? ଏସବୁ ମଧ୍ୟ କ'ଣ ନା ଗାଈ, ଛେଳି, କୁକୁର, ମେଣ୍ଢା ଯାହା ବି ଅଛି, ବାଡ଼ି ବଗିଚା ଏସବୁ ପାହାଡ଼ ପର୍ବତ ଆଦି ମଧ୍ୟ କ'ଣ ନା ଆମ ପରିବେଶରେ ଅଟନ୍ତି। ଏସବୁ ମଧ୍ୟ ଆମ ପରିବେଶରେ ଅଛନ୍ତି କି ନୁହଁ? ଦେଖନ୍ତୁ ଭାବିଲେ ତ କିଏ କ'ଣ ଗୋଟିଏ ପ୍ରକାର କି? ଏସବୁ ଯାହା ସବୁ ଗାଈ, ଛେଳି, ମେଣ୍ଢି, କୁକୁର ଯାହା ସବୁ କ'ଣ ଏକା ପ୍ରକାରରେ ସବୁ ଗୋଟିଏ ପ୍ରକାର କି? ନାହିଁ। ଦେଖିବା ଏଗୁଡ଼ିକର ଆକାର, ତାଙ୍କର ଆକାର କେମିତି, ତାର ଆକୃତି କେମିତି, ରଙ୍ଗ ବି ଅଲଗା ଅଲଗା ରହିଥାଏ। ସବୁ କ'ଣ ଏକା ପ୍ରକାର ନୁହନ୍ତି। ଦେଖନ୍ତୁ ଏସବୁ କ'ଣ ଆମେ ଏକା ପ୍ରକାର କାର୍ଯ୍ୟରେ ବ୍ୟବହାର କରୁ, ମାନେ ଏସବୁ ସବୁକୁ କ'ଣ ନା ଆମେ ଏକା ପ୍ରକାର କାର୍ଯ୍ୟରେ ବ୍ୟବହାର କରୁ କି? ଦେଖନ୍ତୁ ଭାବି ଦେଖ ତ, ଆମେ ଯେଉଁ କାଚ ବା ଧାତବ ପ୍ଲାଷ୍ଟିକ ଗ୍ଲାସରେ ପିଉଛେ ପାଣି, ଦେଖନ୍ତୁ ତା ଜାଗାରେ କନାରେ ତିଆରି ଗ୍ଲାସରେ ବ୍ୟବହାର କରି ପାଣି ପିଇପାରିବା କି? କ'ଣ ଦିଆହେଇଛି ବୋଲି ଏଠି ଭଲସେ ବୁଝନ୍ତୁ। ନା ଆମେ ଯେଉଁ କାଚ ବା ଧାତବ ବା ପ୍ଲାଷ୍ଟିକ ଗ୍ଲାସରେ ଆମେ ଯେଉଁ ପାଣି ପିଉଛେ ନା ନାହିଁ, ତ ସେଇ ଜାଗାରେ ଯଦି ଆମେ କନାରେ ତିଆରି କ'ଣ ଗ୍ଲାସରେ ଯଦି ଆମେ ପାଣି ପିଇ ପାରିବା କି? ଆମେ ପିଇ ପାରିବାନି। ଓକେ, କନାରେ ତିଆରି ଗ୍ଲାସ କ'ଣ ପାଣି କ'ଣ ରହିବ କି? ନାହିଁ, ତ ଆମେ ପିଇ ପାରିବା ନାହିଁ। ଦେଖନ୍ତୁ ମାଟି ବା ଆଲୁମିନିୟମ କ'ଣ ଦେଇଛି ବୋଲି ଏଠି ଦେଖନ୍ତୁ ନା ମାଟି ବା ଆଲୁମିନିୟମ ହାଣ୍ଡିରେ ଆମେ ରୋଷେଇ କରୁ। କେଉଁଠି ଆମେ ରୋଷେଇ କରୁଛେ? ମାଟିରୁ ତିଆରି ନହେଲେ ଆଲୁମିନିୟମ ତିଆରି ହାଣ୍ଡିରେ କ'ଣ ନା ଆମେ ରୋଷେଇ କରିଥାଉ। ତା ବଦଳରେ ଆମେ କାଗଜ ତିଆରି ହାଣ୍ଡିରେ ରୋଷେଇ କରିପାରିବା କି? ଆମେ ଯଦି ମାଟି ଆଲୁମିନିୟମ ହାଣ୍ଡିରେ ମାନେ ରୋଷେଇ ନ କରିକି ଆମେ କ'ଣ କାଗଜ ତିଆରି ହାଣ୍ଡିରେ ରୋଷେଇ କରିପାରିବା କି? ପାରିବା ନାହିଁ ଆମେ, କାହିଁକି ନା କାଗଜ ତିଆରି କ'ଣ ଆମେ ଯଦି ରୋଷେଇ କରିବା ତାମାନେ କ'ଣ ପୋଡ଼ିଯିବ କାଗଜ, କେଉଁଠି ରୋଷେଇ କରିପାରିବା ଆମେ? ହଁ ନା ନୁହଁ? ତୁମେ ଜାଣ
ଏଗୁଡ଼ିକ ଭିନ୍ନ ଭିନ୍ନ ବସ୍ତୁ ଯାହା ସବୁ କହିଲି ଏସବୁ କ'ଣ ଆଲୁମିନିୟମ ମାଟି ଯାହା ସବୁ ଗୋଟେ ଗୋଟେ ଭିନ୍ନ ଭିନ୍ନ ବସ୍ତୁ ଅଟନ୍ତି। ଓକେ, ଏଗୁଡ଼ିକ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ଓ ସେହି ଅନୁସାରେ ସେଗୁଡ଼ିକ ଭିନ୍ନ ଭିନ୍ନ କ'ଣ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଅନ୍ତି। ଦେଖନ୍ତୁ କ'ଣ କୁହାଯାଇଛି ବୋଲି ଏଠି ନା, ତ ଏସବୁ ଗୋଟେ ଗୋଟେ ନା ଭିନ୍ନ ଭିନ୍ନ ବସ୍ତୁ ଅଟନ୍ତି। ଓକେ, ଏଗୁଡ଼ିକ ମଧ୍ୟରେ ନା କି ବହୁତ ପାର୍ଥକ୍ୟ ରହିଛି ବୋଲି। ଓକେ, ସେହି ଅନୁସାରେ ସେଗୁଡ଼ିକୁ ଆମେ କ'ଣ ଭିନ୍ନ ଭିନ୍ନ କ'ଣ କାର୍ଯ୍ୟରେ ଆମେ ତାକୁ ବ୍ୟବହାର କରିଥାଉ। ଦେଖିବା କେମିତି, ଦେଖନ୍ତୁ ଏଠି ଦେଖନ୍ତୁ କ'ଣ ଦିଆଯାଇଛି ଏଠି ବୁଝନ୍ତୁ। ବିଭିନ୍ନ ବସ୍ତୁ ମଧ୍ୟରେ ଥିବା ସାଦୃଶ୍ୟ ଓ ପାର୍ଥକ୍ୟ। ଆମେ ଦେଖିବା ଏବେ ନା ବିଭିନ୍ନ ବସ୍ତୁ ଅଛି, ସେମାନଙ୍କ ମଧ୍ୟରେ କେଉଁ ଗୋଟେ ସାଦୃଶ୍ୟ ମାନେ ଦେଖିବାକୁ ସେଭଳି ବ୍ୟବହାର କରୁଛନ୍ତି ସେମାନେ କି, ଓ ପାର୍ଥକ୍ୟ ଆଉ ଅଲଗା କେମିତି ବ୍ୟବହାର କରୁଛନ୍ତି। ଓକେ, ଦେଖିବା ଦେଖନ୍ତୁ ଏଠି ଗୋଟେ ଟେବୁଲଟା ପରେ ଦେଖିବା ପିଲେ, ଫାଷ୍ଟ ଏଇଟା ଦେଖିବା। ଦେଖନ୍ତୁ ଆମେ ଦେଖୁଥିବା ଓ ବ୍ୟବହାର କରୁଥିବା ବିଭିନ୍ନ ବସ୍ତୁ ଏଗୁଡ଼ିକ ମଧ୍ୟରେ କେତେକ ସାଦୃଶ୍ୟ ଥାଏ। ଆମେ ଯାହା ସବୁ ବ୍ୟବହାର କରୁଛେ ବସ୍ତୁ ଯାହା ସବୁ ବ୍ୟବହାର କରୁଛେ ସେମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ପିଲେ, ସାଦୃଶ୍ୟ କ'ଣ ଥାଏ ବୋଲେ ପାର୍ଥକ୍ୟ ମଧ୍ୟ ଥାଏ ଏବଂ କେତେ ଗୁଡ଼ିଏ ସଦୃଶ୍ୟ ମଧ୍ୟ ରହିଥାଏ। ଦେଖନ୍ତୁ ସେଗୁଡ଼ିକ ମଧ୍ୟରେ ଅନେକ ପାର୍ଥକ୍ୟ ମଧ୍ୟ ଦେଖାଯାଏ। ମୁଁ କହିଥିଲି ନା ସେଗୁଡ଼ିକ ମଧ୍ୟରେ ଅନେକ ସାଦୃଶ୍ୟ ଦେଖାଯାଏ, ତ ଆଉ କେତେ ଗୁଡ଼ିକ ଅଛନ୍ତି ସେଗୁଡ଼ିକ ନା କ'ଣ ନା ପାର୍ଥକ୍ୟ ଭିନ୍ନ ଭିନ୍ନ ଦେଖାଯାଆନ୍ତି। ଦେଖିବା ଆମର ଆବଶ୍ୟକତା ଅନୁସାରେ ଆମେ ବସ୍ତୁ ଗୁଡ଼ିକୁ ବାଛି କରି ବ୍ୟବହାର କରିଥାଉ। କ'ଣ ବୁଝୁଛନ୍ତି ପିଲେ, କ'ଣ କୁହାଯାଇଛି ଏଠି, ଆମେ ଆମର ଯେଉଁ ଆବଶ୍ୟକତା ରହିଛି ବୋଲେ ସେ ଅନୁସାରେ ଯେଉଁ ବସ୍ତୁ ଗୁଡ଼ିକୁ ବାଛିକି ଆମେ ବ୍ୟବହାର କରୁଥାଉ ବସ୍ତୁ ଗୁଡ଼ାକୁ। ଓକେ, ଦେଖନ୍ତୁ ସବୁ ବସ୍ତୁ ସବୁ କାମରେ ଲାଗନ୍ତି ନାହିଁ। କ'ଣ କହିଲେ ପିଲା ଏଠି କ'ଣ ବୁଝିଲେ, ସବୁ ବସ୍ତୁ କ'ଣ ସବୁ କାମରେ ଲାଗିବ ନାହିଁ। ଓକେ, କାରଣ କ'ଣ କହିଲେ ନା ସବୁ ବସ୍ତୁ ଗୁଡ଼ିକର ଗୁଣ ସମାନ ନଥାଏ, ସେଥିପାଇଁ କ'ଣ ନା ସବୁ ବସ୍ତୁ ସମାନ କାମରେ ଲାଗନ୍ତି ନାହିଁ। ବୁଝିପାରିଲେ ଏତିକି। ନେକ୍ସଟ ପିଲା ଦେଖିବା ଚାଉଳ, ଗହମ, ମାଣ୍ଡିଆ, ଡାଲି, ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା ଆଦିକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ। କ'ଣ ବୁଝିଲେ ପିଲେ ଏଥିରୁ ଦେଖନ୍ତୁ ଆମେ ଯେତେ ସବୁ କ୍ଷୀର, ମାଂସ, ଓକେ, ଚାଉଳ, ଗହମ, ଯାହା ବି ଅଣ୍ଡା, ମାଂସ ଏସବୁକୁ ଆମେ କ'ଣ ନା ଖାଦ୍ୟ ରୂପେ ବ୍ୟବହାର କରିଥାଉ, ହଁ ନା ନାହିଁ। ନେକ୍ସଟ ଦେଖନ୍ତୁ କିନ୍ତୁ କପା, ରେଶମ, ପଶମ, ନାଇଲନ ଆଦିରୁ ତିଆରି ସୂତାରୁ ଆମେ ବ୍ୟବହାର କରୁଥିବା ବସ୍ତ୍ର ପ୍ରସ୍ତୁତ ହୋଇଥାଏ। ଦେଖନ୍ତୁ ଆମେ ଯାହା ସବୁ କପା ହଉ, ରେଶମ, ପଶମ, ନାଇଲନ ଆଦିରୁ ଆମେ କ'ଣ ସୂତାରୁ ବ୍ୟବହାର କରୁଥିବା କ'ଣ ବସ୍ତ୍ରଟା ଆମେ ପ୍ରସ୍ତୁତ କରିଥାଉ। ଓକେ, କିନ୍ତୁ ଦେଖନ୍ତୁ ଇଟା, ବାଲି, ଗୋଡ଼ି, ମାଟି, ସିମେଣ୍ଟ, ଟିଣ, ଲୁହା, କାଠ, ବାଉଁଶ, ନଡ଼ା, ଟାଇଲ ଆଦି ବ୍ୟବହାର କରି ଆମେ କ'ଣ ନା ଘର ତିଆରି ହୋଇଥାଏ ଆମର, ହଁ ନା ନୁହଁ। ନା କ'ଣ ବୁଝିଲେ ଏଠି, ଯେ ସବୁ ଇଟା, ବାଲି, ଓକେ, ସିମେଣ୍ଟ, ଟିଣ, ଲୁହା ଏସବୁ ବ୍ୟବହାର କରି ଆମେ କ'ଣ କରିଥାଉ ନା ଆମ ଘର ତିଆରି କରିଥାଉ। ଓକେ, ନେକ୍ସଟ ପିଲେ ଦେଖନ୍ତୁ ଏକଥା ସତ ଯେ ଖାଇବା ବସ୍ତୁରୁ ଘର ତିଆରି ହୋଇପାରିବ ନାହିଁ, ହଁ ନା ନାହିଁ। ଆପଣ ସମସ୍ତେ ଜାଣିଛନ୍ତି ଖାଇବା ବସ୍ତୁରୁ କ'ଣ ଆମେ ଘର ତିଆରି କରିପାରିବା କି ନାହିଁ। ଓକେ, ଘର ତିଆରି ପାଇଁ ବ୍ୟବହୃତ ହେଉଥିବା ବସ୍ତୁକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିପାରିବା ନାହିଁ। ଆଉ କ'ଣ ନା ଘର ତିଆରି ହେଉଥିବା ବସ୍ତୁକୁ ଆମେ କ'ଣ ଖାଦ୍ୟ ରୂପେ ବ୍ୟବହାର କରିପାରିବା ନାହିଁ। ଓକେ, ଦେଖ ଖାଇବା ବସ୍ତୁକୁ ଆମେ ଘର ତିଆରି ହୋଇପାରିବ ନାହିଁ ଖାଇବା ବସ୍ତୁ ଦ୍ୱାରା, ଏବଂ ଘର ତିଆରି ବସ୍ତୁକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିବା ନାହିଁ। ଓକେ, ଏପରି କାହିଁକି ହୋଇଥାଏ ହେଲେ ଏପରି କାହିଁକି ହୋଇଥାଏ, ଆସନ୍ତୁ ବୁଝିବା ତାର କାରଣ କ'ଣ। ଦେଖନ୍ତୁ କାରଣ ଏହିସବୁ ବସ୍ତୁର ଗୁଣ ସମାନ ନୁହେଁ ପିଲେ, ସେଥିପାଇଁ ଏସବୁ ପାର୍ଥକ୍ୟ ଦେଖାଯାଇଥାଏ। ସେଥିପାଇଁ ଏଗୁଡ଼ିକ ମଧ୍ୟରେ କ'ଣ ଗୋଟେ ପାର୍ଥକ୍ୟ ରହିଛି। ଏହି ବସ୍ତୁ ଗୁଡ଼ିକ ମଧ୍ୟରେ କିଛି ସାଦୃଶ୍ୟ ମଧ୍ୟ ଥାଇପାରେ।
ଏବଂ ତାଙ୍କର ଏମାନଙ୍କ ଭିତରୁ ନାହିଁ ପିଲେ ନା କିଛି ଗୋଟେ ସାଦୃଶ୍ୟ ରହିଥାଏ। ଦେଖିବା ପିଲେ କ'ଣ ସାଦୃଶ୍ୟତା ହେଉଛି, କ'ଣ କେମିତି। ଓକେ, ଦେଖିବା। ଦେଖନ୍ତୁ, ତୁମେ ଦେଖୁଥିବା ଓ ବ୍ୟବହାର କରୁଥିବା ବିଭିନ୍ନ ବସ୍ତ୍ର ବିଭିନ୍ନ ରଙ୍ଗର ଓ ଆକୃତିର ହୋଇପାରନ୍ତି। କ'ଣ ବୁଝୁଛନ୍ତି ପିଲେ ଏଠୁ? ନା ଆମେ ଯାହା ଦେଖୁଛେ ପିଲେ ଓ ବ୍ୟବହାର ଯାହା ବି କରୁଛେ, ତ ଏ ଯେଉଁ ବ୍ୟବହାର କରୁଛେ ବା ଦେଖୁଛେ, ତ ବିଭିନ୍ନ ବସ୍ତୁ ବିଭିନ୍ନ ରଙ୍ଗର ହେଇଥିବ ଆଉ ବିଭିନ୍ନ ଆକୃତିର, ତାଙ୍କର ଆକାର ଅଲଗା ଅଲଗା ଥିବ ପିଲେ, ସେମ୍ ନଥିବ। ହଁ ନା ନୁହଁ? ଦେଖିବା, ସେସବୁ ହୁଏତ ଗୋଟିଏ ମୂଳ ପଦାର୍ଥରୁ ତିଆରି ହୋଇଥାନ୍ତି। ଏସବୁ ଭିତରୁ ନା ହୁଏତ ଗୋଟିଏ ମୂଳ ପଦାର୍ଥରୁ ତିଆରି ହୋଇପାରନ୍ତି। ଓକେ, କିନ୍ତୁ କ'ଣ ଅଲଗା ଦେଖାଯାଏ, ପାର୍ଥକ୍ୟ ଦେଖାଯାଏ। ଦେଖନ୍ତୁ 5.1ରେ ଏଠି ଗୋଟେ ସାରଣୀ ଦିଆଯାଇଛି। ତ ବସ୍ତୁର ମୂଳ ପଦାର୍ଥ ଦର୍ଶାଯାଇଛି। ତୁମେ ଏହି ସାରଣୀଟି ତୁମ ଖାତାରେ ଲେଖି ପୂରଣ କଲେ ବିଭିନ୍ନ ବସ୍ତୁ ଉପରେ ଥିବା ସାଦୃଶ୍ୟ ବା ପାର୍ଥକ୍ୟ ଜାଣିପାରିବ। ଦେଖନ୍ତୁ, ଆପଣ ସେମ୍ ଏମିତି ଗୋଟେ ଟେବୁଲ୍ କରିବେ। ଓକେ, ଦେଖନ୍ତୁ ଆଉ ଲେଖିବେ। ଦେଖ, ଏଠି ଲେଖା ହେଇଛି କାଠ ତିଆରି, ଏଟା କାଚରୁ ତିଆରି ବସ୍ତୁ, ମାଟିଆ ତିଆରି, ମାଟିରୁ, ଓକେ, ପ୍ଲାଷ୍ଟିକରୁ, ଏଟା ଧାତୁରୁ। ଦେଖନ୍ତୁ, ଖଟ ବା ପଲଙ୍କ କୋଉଠୁ ତିଆରି ପିଲେ? କାଠରୁ। ଓକେ, ସେମିତି କାଚ ତିଆରି, ପିଇବା ଗ୍ଲାସଟା କାଚରୁ ତିଆରି, ସେମିତି ମାଟିଆ ମାଟିରୁ ତିଆରି, ପାନିଆ ପ୍ଲାଷ୍ଟିକରୁ, ସେମିତି ଧାତୁରୁ ତିଆରି କୋଉଟା? ଲୁହା କଣ୍ଟା। ସେମିତି ଲେଖିବେ ପିଲେ। ପାନିଆ ଯେମିତି ଖେଳଣା ପିଲଣା ଯାହା ସବୁ କୋଉଠି? ପ୍ଲାଷ୍ଟିକରୁ ତିଆରି ହୋଇଥାଏ। ସେମିତି କ'ଣ ମାଟିଆରୁ ମଧ୍ୟ ଲେଖିବେ। ଓକେ, ମାଟିଆରୁ କ'ଣ କ'ଣ ତିଆରି ହେଉଛି ସେସବୁ ଲେଖିବେ। ତାପରେ କାଚରୁ ତିଆରି, ଯେମିତିକି ଦର୍ପଣ, ଆଇନା କହୁଛେ, ଏସବୁ ଲେଖିବେ। କାଠରୁ ତିଆରି ମଧ୍ୟ ବହୁତ କବାଟ ଝରକା ଯାହା ବି କ'ଣ କାଠରୁ ତିଆରି ହେଇଛେ, ଆପଣ ଏହି ସାରଣୀଟିକି ଖାତାରେ ଲେଖିବେ ପିଲେ। ଖାତାରେ ଲେଖିକି ଏସବୁ ଟେବୁଲ୍ କରିବେ ଆଉ ଏମିତି ଲେଖିବେ। ଓକେ, ନେକ୍ସଟ ଯିବା ପିଲେ, କ'ଣ ଅଛି ଦେଖିବା। ଦେଖନ୍ତୁ, ଓକେ, ବୁଝିପାରିଲେ ଏତିକି? ନେକ୍ସଟ ଦେଖିବା। ଦେଖନ୍ତୁ ପିଲେ, ନେକ୍ସଟ ଦେଖନ୍ତୁ, ବସ୍ତୁର ଶ୍ରେଣୀ ବିଭାଗ କ'ଣ କୁହାଯାଇଛି ବୋଲେ ଏଠି? ନା ବସ୍ତୁମାନଙ୍କୁ ଆମେ ମାନେ ବିଭିନ୍ନ ଭାଗରେ କ'ଣ କେତେ ପ୍ରକାର ଅଛି ପିଲେ, ସେଇ ବିଷୟରେ ଦେଖିବା। ବସ୍ତୁ କେତେ ଭାଗରେ ବିଭକ୍ତ କରାଯାଇଛି। ଓକେ, ଦେଖନ୍ତୁ, ତୁମେ ଶ୍ରେଣୀଗୃହରେ ଥିବା ବସ୍ତୁଗୁଡ଼ିକର ଏକ ତାଲିକା କର। ଆପଣ ଯେଉଁ ଶ୍ରେଣୀଗୃହରେ ଯାହା ବି ବସ୍ତୁ ଦେଖୁଛ, ଟେବୁଲ୍, ଚୌକି, ମାନେ ଯାହା ଦେଖୁଛ, ସେ ଭିତରେ ତାହା ଆପଣ କ'ଣ କରିବେ ନା ଖାତାରେ ଲେଖିବେ, ତାଲିକା କରିବେ। ଓକେ, ସେଇ ବସ୍ତୁଗୁଡ଼ିକର ଶ୍ରେଣୀ ବିଭାଗ ପାଇଁ ଦେଖନ୍ତୁ କ'ଣ ଦିଆଯାଇଛି। 1 ନମ୍ବର, ପ୍ରଥମେ ନିରୀକ୍ଷଣ କର। ପ୍ରଥମେ ଦେଖିବେ ପିଲେ ତାହା ସ୍ୱଚ୍ଛ ବା ଅସ୍ୱଚ୍ଛ, ଦେଖିବେ ସେଇଟା ସ୍ୱଚ୍ଛ ଅଛି କି ଅସ୍ୱଚ୍ଛ ଅଛି। ଓକେ, ତାପରେ ରଙ୍ଗହୀନ ବା ରଙ୍ଗୀନ, ତାର କଲର୍ ହେଇକି ଅଛି ନା କଲର୍ ନାହିଁ, ରଙ୍ଗହୀନ ହେଇକି ଅଛି। ଓକେ, ସେଇଟା ଦେଖିବେ। 2 ନମ୍ବର କ'ଣ ଦେଇଛି ବୋଲେ, ତାପରେ ସ୍ପର୍ଶ କରି ତାହା ଚିକ୍କଣ ବା ଆବଡ଼ା କାବଡ଼ା ଦେଖ। ଦେଖନ୍ତୁ, 2 ନମ୍ବର କ'ଣ ଲେଖା ହେଇଛି ନା ସ୍ପର୍ଶ କରି ଦେଖିବେ ତାହା ଚିକ୍କଣ ନା ଆବଡ଼ା କାବଡ଼ା ଅଛି। ଓକେ, ତନ୍ତୁର ଟାଇପ୍ର ଅଛି। ଓକେ, ନେକ୍ସଟ 3, ତାପରେ ଚାପ ଦେଇ ପରୀକ୍ଷା କର। ଓକେ, ତାହା କଠିନ ବା ନରମ। ଆପଣ ତାକୁ ଟିକେ କ'ଣ ପିଟିକି, ନହେଲେ କ'ଣ ତାକୁ ଟିକେ ବଳ ପ୍ରୟୋଗ କରି କ'ଣ କରିବେ ନା ପରୀକ୍ଷା କରିବେ, ଏଇଟା କଠିନରେ ଥାଉଛି ନା ନରମ। ମାନେ କଠିନଟା କ'ଣ ଜଲ୍ଦି ଭାଙ୍ଗିବ ନାହିଁ, ନରମଟା ଅଳ୍ପକୁ କ'ଣ ଭାଙ୍ଗିଯିବ। ଓକେ, ସେଠୁ ଜାଣିପାରିବେ ଆପଣ। ଦେଖନ୍ତୁ, ଏବେ ବସ୍ତୁଗୁଡ଼ିକୁ ହାତରେ ଟେକି ତାହା ହାଲୁକା ବା ଓଜନିଆ କର। ଆପଣ ପରୀକ୍ଷା କଲେ, ତାପରେ ତାକୁ କ'ଣ କରିବେ ନା ଏବେ ବସ୍ତୁଗୁଡ଼ିକୁ ହାତରେ ଟେକିବେ ଏମିତି। ଓକେ, ହାତରେ ଟେକିବେ, ତାପରେ ହାଲୁକା
ବା ଓଜନିଆ ଦେଖିବେ କେଉଁଟା ହାଲୁକା ଆସିଛି ତ ଲେଖିବେ ଆଉ କେତୋଟି କ'ଣ ବସ୍ତୁ ଓଜନିଆ ହେଇଥିବ। ଓକେ, ନେକ୍ସଟ ପିଲେ ଆଉ ଗୋଟେ ନମ୍ବର କ'ଣ ଦେଇଛି ଦେଖନ୍ତୁ। ଦେଖନ୍ତୁ ଏଇଟା ପରିଶେଷରେ କ'ଣ କରିବେ ଆପଣ, ଲାଷ୍ଟକୁ କ'ଣ କରିବେ ନା ବସ୍ତୁ ଗୁଡ଼ିକ ମଧ୍ୟରେ ଥିବା ସଦୃଶ୍ୟ ତାଲିକା କରିବେ। ବସ୍ତୁମାନଙ୍କ ମଧ୍ୟରେ ଦେଖିବେ ସାଦୃଶ୍ୟ, କେଉଁ ବସ୍ତୁ ସାଦୃଶ୍ୟ ହେଲା ଆଉ କେଉଁ ବସ୍ତୁ ପାର୍ଥକ୍ୟ ଦେଖାଗଲା ଭିନ୍ନ। ଓକେ, ନେକ୍ସଟ ପିଲେ ଦେଖିବା କ'ଣ ଅଛି। ଦେଖନ୍ତୁ ଏଠି ଦେଖନ୍ତୁ ଅନ୍ୟ ଦିଗରୁ ଦେଖିଲେ କେତେକ ବସ୍ତୁ ଜୀବ ଓ ଅନ୍ୟ କେତେକ ନିର୍ଜୀବ ଶ୍ରେଣୀର ଅଟନ୍ତି। ଆପଣ କ'ଣ ବୁଝିଲେ ପିଲେ ଏଠୁ? ଦେଖନ୍ତୁ ଆମେ ଯଦି ଦେଖିବା ଯେଉଁ ଏତେ ସବୁ ବସ୍ତୁ ଅଛି ସେ ଭିତରୁ କେତେ ତ ଜୀବ ଅଛି ଆଉ କେତେକ ନିର୍ଜୀବ ଅଛନ୍ତି। ଏବେ ପିଲେ ଜୀବ କାହାକୁ କୁହାଯାଏ? ହଁ ନା ନୁହଁ? ଦେଖନ୍ତୁ ଜୀବ କାହାକୁ କୁହାଯାଏ? ଜୀବ ଯାହାର ବି ଜୀବନ ଥାଏ। ଓକେ, ଯେମିତି ପ୍ରାଣୀମାନେ ଗାଈ ଗୋରୁ ଛେଳି ମେଣ୍ଢି ଯାହା ସବୁ ଅଛି କ'ଣ ଜୀବ, ଯାହାର ଜୀବନ ମାଛ କଙ୍କଡ଼ା ଯାହା ବି ଅଛି, ଓକେ ସାପ ବେଙ୍ଗ ଯାହା ବି ଅଛି ସବୁ କ'ଣ ନା ଜୀବ। ଓକେ, ଓ ଅନ୍ୟ କେତେକ ନିର୍ଜୀବ, କାଠ ଟେବୁଲ ଚୌକି ଯାହା ସବୁ ଅଛି କ'ଣ ଏସବୁ କ'ଣ ନା ନିର୍ଜୀବ। ଓକେ, ତ ଆମେ ଜାଣିଲେ ନା କ'ଣ ବସ୍ତୁ କେତେ ଅଛନ୍ତି, କ'ଣ ବସ୍ତୁ ଗୁଡ଼ିକ ଜୀବ ଆଉ କେତେକ ନିର୍ଜୀବ ଶ୍ରେଣୀର ଅଛନ୍ତି। ଓକେ, ନେକ୍ସଟ ପିଲେ ଦେଖିବା କେତେକ ବସ୍ତୁ ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇଥାଏ। ଆଉ ଦେଖନ୍ତୁ ପିଲେ କ'ଣ କହିଛି, ଆଉ କେତେକ ବସ୍ତୁ ଅଛି ପିଲେ ଯେଉଁଟାକି ପ୍ରାକୃତିକରୁ ହିଁ କ'ଣ ସୃଷ୍ଟି ହୋଇଥାଏ। ପ୍ରାକୃତିକ ପ୍ରକ୍ରିୟାରେ ମାନେ ପ୍ରାକୃତିକ ପ୍ରକ୍ରିୟା କାହିଁକିନା ସେଇଟା ଆମେ ମାନେ ମଣିଷ ତିଆରି କରିନାହାନ୍ତି, ସେଇଟା ଆଗରୁ ହିଁ ତିଆରି ରହିଥାଏ। ଯେମିତିକି ତାହାକୁ ସେଗୁଡ଼ିକୁ କ'ଣ କୁହାଯାଏ ପିଲେ ନା ପ୍ରାକୃତିକ ବସ୍ତୁ କୁହାଯାଏ। ଏବେ ପ୍ରାକୃତିକ ବସ୍ତୁ କାହାକୁ କୁହାଯାଏ କେମିତି କହିବେ ନା ଯେଉଁ ବସ୍ତୁ ଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାରୁ ହିଁ ସୃଷ୍ଟି ହୋଇଥାଏ ତାକୁ କୁହାଯାଏ ପ୍ରାକୃତିକ ବସ୍ତୁ ବୋଲି କୁହାଯାଏ। ଓକେ, ଆଚ୍ଛା ଏ ପ୍ରାକୃତିକ ବସ୍ତୁର ଉଦାହରଣ କ'ଣ ପିଲେ ଯେମିତିକି କ'ଣ ପାହାଡ଼ ପର୍ବତ ଯାହା ସବୁ ଅଛି। ଓକେ, ଏଇଟା କ'ଣ ନା ପ୍ରକୃତିରୁ ତିଆରି ହୋଇଥାଏ। ନେକ୍ସଟ ଯିବା ପିଲେ କୃତ୍ରିମ ତନ୍ତୁ, ମନୁଷ୍ୟ ଦ୍ୱାରା ଓକେ ତିଆରି ହୋଇଥିବା ବସ୍ତୁକୁ କୃତ୍ରିମ ତନ୍ତୁ ବୋଲି କୁହାଯାଏ। ପିଲେ କ'ଣ ବୁଝିଲେ ପିଲେ ନା ଯାହା ମଣିଷ ଦ୍ୱାରା ସୃଷ୍ଟି ହୋଇଥାଏ ଓକେ ତାକୁ କୁହାଯାଏ କ'ଣ ନା କୃତ୍ରିମ ବସ୍ତୁ। ଓକେ, ଦେଖନ୍ତୁ କାଠ କ'ଣ ଚୌକି ଟେବୁଲ କବାଟ ଯାହା ସବୁ ଅଛି ମଣିଷ ତିଆରି କରୁଛି ପିଲେ ଓକେ ସେସବୁ କ'ଣ କୁହାଯାଏ ନା କୃତ୍ରିମ ବସ୍ତୁ, ଯାହାକି ମଣିଷ ତିଆରି କରିଥିବ ଆଉ କୃତ୍ରିମରେ। ଓକେ, ନେକ୍ସଟ ପିଲେ କ'ଣ ଅଛି, ବସ୍ତୁର ଏଇଭଳି ଶ୍ରେଣୀ ବିଭାଗ ତୁମେ ମଧ୍ୟ କହିପାରିବ। ଦେଖନ୍ତୁ ତଳେ କ ଖ ଦିଆଯାଇଛି, ଦେଖନ୍ତୁ କ'ଣ ଯାଇ ଦେଖିବା ପିଲେ କେଉଁଠି ଅଛି। ହଁ ଦେଖନ୍ତୁ ଏଠି ଅଛି ନାକ, ଟେବୁଲ ଗୋଟେ, ତାପରେ ଏଠି ଅଛି ଦେଖନ୍ତୁ ଖ। ଓକେ, ଫାଷ୍ଟ ଦେଖିବା ଏଇଟା ଦେଖନ୍ତୁ ତ ସେଇଭଳି ସାରଣୀ ତୁମ ଖାତାରେ ଲେଖି ସେଥିରେ ଥିବା ଶୂନ୍ୟସ୍ଥାନ ପୂରଣ। ଆପଣ କ'ଣ କରିବେ ନା ଏମିତି ଟେବୁଲ କରିବେ। ଓକେ, ତାପରେ କ'ଣ ନା ଏହାକୁ ଖାତାରେ ମାନେ ଟେବୁଲ କରିକି ଲେଖିବେ। ଓକେ, ସେଥିରୁ ଜାଣିପାରିବ ଦିଆଯାଇଥିବା ବସ୍ତୁ ଗୁଡ଼ିକ କିପରି ଶ୍ରେଣୀ ବିଭାଗ ହୋଇପାରିଛି। ଆପଣ ଜାଣିପାରିବେ ନା କୃତ୍ରିମ କେଉଁମାନଙ୍କୁ କୁହାଯାଏ ପ୍ରାକୃତିକ କେଉଁମାନଙ୍କୁ କୁହାଯାଏ ଆପଣ ଜାଣିପାରିବେ। ଦେଖନ୍ତୁ ହେଇଯିବା କେତୋଟି। ଓକେ, ଦେଖନ୍ତୁ ଇଆଡ଼େ ଦେଇଛି ପିଲେ କ'ଣ ପ୍ରାକୃତିକ, ଦେଖନ୍ତୁ ଏଠି ଏଇଟା କୃତ୍ରିମ ଜିନିଷ। ଦେଖନ୍ତୁ କାଠ ପଥର ଲୁହା ଖଣିଜ ତେଲ ମାଟି ବକ୍ସାଇଟ୍। ଓକେ, ଏସବୁ କ'ଣ ପ୍ରାକୃତିକ, କିନ୍ତୁ ଚୌକି ଟେବୁଲ ଏସବୁ କ'ଣ ନା କୃତ୍ରିମ। ଆଉ ଏଠି ଆପଣ କ'ଣ ସାରଣୀଟା ପୂରଣ କରିଦେବେ। ଓକେ, ନେକ୍ସଟ ପିଲେ ଯିବା ଆଉ କ'ଣ ଅଛି ଖରେ କ'ଣ ଲେଖା ହେଇଛି ଦେଖନ୍ତୁ। ଦେଖନ୍ତୁ
ଖରେ କ'ଣ ଅଛି ଜୀବ ଓ ନିର୍ଜୀବ। ଜୀବ ଓ ନିର୍ଜୀବ, ଜୀବ ଲେଖା ହେଇଛି ଏଠି, ଇଆଡ଼େ ନିର୍ଜୀବ। ଜୀବ କାହାକୁ କୁହାଯାଏ ବୋଲେ ଯେଉଁମାନଙ୍କର ଜୀବନ ରହିଥାଏ, ଯେମିତି ଗଛ, ଏଠି ଥିବ ମାଛ, ଓକେ, ତାପରେ ବେଙ୍ଗ, ଯାହା ସବୁ ସାପ, ଓକେ, ଏସବୁ ଲେଖିବେ ଏଠି, ଓକେ। ଇଆଡ଼େ ଦେଖନ୍ତୁ ନିର୍ଜୀବ ପିଲେ ଯାହାର ଜୀବନ ନଥାଏ, ଘର, ସେମିତି ଟେବୁଲ ଲେଖିବେ। ତାପରେ କ'ଣ ଲେଖିବେ ବୋଲେ କବାଟ, ଝରକା, ତାପରେ ଯାହା ସବୁ ନିର୍ଜୀବ ବସ୍ତୁ ଇଆଡ଼େ ଲେଖି କ'ଣ ସାରଣୀଟା ପୂରଣ କରିବେ, ଓକେ। ନେକ୍ସଟ ଯିବା ପିଲେ, ଏବେ ଦେଖିବା ବସ୍ତୁର ଗୁଣ ବିଷୟରେ, ବସ୍ତୁମାନଙ୍କର ଗୁଣ କେମିତି ଅଛି, ଓକେ, ସେଇ ବିଷୟରେ ଆମେ ଗୋଟେ ଗୋଟେ କି ପଢ଼ିବା, ଓକେ। ଦେଖନ୍ତୁ ପିଲେ ପ୍ରତ୍ୟେକ ବସ୍ତୁର ଦୁଇଟି ମୌଳିକ ଗୁଣ ଥାଏ ପିଲେ। ପ୍ରତ୍ୟେକ ବସ୍ତୁ ଆମେ ଯାହା ବି ଦେଖୁଛେ ପିଲେ ସେମାନଙ୍କ ମଧ୍ୟରେ କ'ଣ ନା ମୌଳିକର ଦୁଇଟି ଗୁଣ ଥାଏ। ଦେଖିବା କ'ଣ, ଏକ ନମ୍ବର କ'ଣ ନା ତାହା କିଛି ସ୍ଥାନ ଅଧିକାର କରେ। ତାର ବସ୍ତୁ ଦେଖନ୍ତୁ, ଆପଣ ଯେକୌଣସି ବସ୍ତୁକୁ ଦେଖନ୍ତୁ, ଧରାଯାଉ କୌଣସି ଚୌକି ବା ଟେବୁଲ, ତ ତାହା କିଛି ସ୍ଥାନ ଅଧିକାର କରେ, ମାନେ ସ୍ଥାନଟା କିଛି ମାନେ ଛୋଟ ସ୍ଥାନ, ଛୋଟ ଏରିଆଟାକୁ କ'ଣ ସ୍ଥାନ ସେତିକି କଭର କରିଛି ନା, ଗୋଟେ ସ୍ଥାନ କ'ଣ କିଛି ସ୍ଥାନକୁ କ'ଣ ଅଧିକାର କରିକି ରହିଛି ନା, ରହିଛି ସେଠି। ତାର ବସ୍ତୁ ଥାଏ, ତାର ଓଜନ ଅଛି ନା, ଗୋଟେ ଟେବୁଲର ଓଜନ ଥାଏ କି ନାହିଁ, ଅଛି। ତ ଏଠାରୁ ଆମେ କ'ଣ ଜାଣିଲେ ବସ୍ତୁର ଗୁଣ କେତେ ନା ଦୁଇଟି ମୌଳିକ ଗୁଣ ରହିଥାଏ ପିଲେ। ସେ ଭିତରୁ ଗୋଟେ ହେଲା କ'ଣ ନା ତାହା କିଛି ସ୍ଥାନ ଅଧିକାର କରେ, ଆର ଗୋଟେ ବସ୍ତୁ ଥାଏ, ଓକେ ପିଲେ। ଦେଖିବା ଆଉ କ'ଣ ଅଛି, ନେକ୍ସଟ କ'ଣ ଅଛି ପିଲେ ଦେଖନ୍ତୁ, ବସ୍ତୁର ଅନ୍ୟ କେତୋଟି ଗୁଣ ହେଲା ତାହାର ରଙ୍ଗ, ବର୍ଣ୍ଣ, ତା ପୃଷ୍ଠଭାଗର ମସୃଣତା, ରୁକ୍ଷତା, ଉଜ୍ଜ୍ୱଳତା, ସ୍ୱଚ୍ଛତା, ଦ୍ରବଣୀୟତା ଇତ୍ୟାଦି। ଏଠୁ କ'ଣ ବୁଝିଲେ ବୋଲେ ନା ବସ୍ତୁର ଅନ୍ୟ କେତୋଟି ଗୁଣ ହେଲା, କେତେ ଅଛି ବସ୍ତୁ, ଯାହାର କି ରଙ୍ଗ ବା ବର୍ଣ୍ଣ କୁହାଯାଏ, ତା ପୃଷ୍ଠଭାଗର ମସୃଣତା, ଚିକ୍କଣ ଦେଖାଯିବ, କେଉଁଟା ଉଜ୍ଜ୍ୱଳ, ସ୍ୱଚ୍ଛତା, ଉତ୍ତିତ ଦ୍ରବଣୀୟତା ଇତ୍ୟାଦି, ଓକେ। ନେକ୍ସଟ ବିଲେ ଆମେ କେତୋଟି କାର୍ଯ୍ୟ କରି, ଦେଖନ୍ତୁ ଟିକେ ପିଲେ ନା କ'ଣ ନା ଆମେ କେତୋଟି କାର୍ଯ୍ୟ କରି ବସ୍ତୁର ଏଇ ଗୁଣ ଗୁଡ଼ିକ ବିଷୟରେ ଜାଣିପାରିବା, ଓକେ। କେମିତି ଜାଣିବା ଦେଖନ୍ତୁ, କାର୍ଯ୍ୟ କରିବା, ଦେଖ ଏହା ଦ୍ୱାରା ଆମେ ଜାଣିପାରିବା ଯେ ଯେଉଁ ବସ୍ତୁ କେଉଁ କାମ ପାଇଁ ଉପଯୁକ୍ତ। ତ କ'ଣ ବୁଝିଲା ହେଲେ ଆମେ ଜାଣିପାରିବା ନା କେଉଁ ବସ୍ତୁ କେଉଁ କାମ ପାଇଁ ଉପଯୁକ୍ତ, ଓକେ। ଦେଖନ୍ତୁ ତଳେ କୁହାଯାଇଥିବା ବସ୍ତୁ ଗୁଡ଼ିକୁ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗ୍ରହ କରାଇବେ, ଓକେ। ନେକ୍ସଟ ଦେଖନ୍ତୁ ଛାତ୍ରଛାତ୍ରୀ ଏଟାକୁ ଆଣିକି ଦେଖିବେ ପିଲେ, ଓକେ। ଦେଖନ୍ତୁ ଡଷ୍ଟରରୁ ଅଲଗା ହୋଇଯାଇଥିବା କାଠ ଖଣ୍ଡ, ଗୋଟିଏ ଚକଡ଼ି, ଗୋଟିଏ ଅଙ୍ଗାର, ଗୋଟିଏ ସେଫ୍ଟି ପିନ୍, ଗୋଟିଏ ଲୁହା କଣ୍ଟା, ଗୋଟିଏ ରଙ୍ଗୀନ ପାନିଆ, ଆଲୁମିନିୟମରେ ତିଆରି ଗିନା, ଗୋଟିଏ ନୂଆ ଚାମଚ, ଗୋଟିଏ ଦର୍ପଣ, ଗୋଟିଏ କାର୍ଡ଼ବୋର୍ଡ଼, ପେନସିଲ ଲେଖା ଲିଭାଉଥିବା ରବର, ଚାମଚରେ ଲୁଣ, ଚାମଚରେ ଚିନି, ଅଳ୍ପ ଲେମ୍ବୁ ରସ, ଅଳ୍ପ କିରାସିନ, ଅଳ୍ପ ସୋରିଷ ତେଳ, ଅଳ୍ପ ବାଲି, କିଛି ଗୋଟା ନଡ଼ା ବା କୁଟା ଖଣ୍ଡ, କେତୋଟି କାଚ ବାଟି ଓ ଗୋଟିଏ ସଫା କାଚ ବୋତଲ, ଓକେ। ଆହୁରି କ'ଣ ଅଛି ନା ଗୋଟିଏ ମହମବତୀ, ଓକେ। ଦେଖନ୍ତୁ ଗୋଟିଏ ମହମବତୀ ଆଉ ଗୋଟିଏ ପେପର ୱେଟ୍, ଓକେ। ତ ଦେଖନ୍ତୁ ପିଲେ ମୁଁ ଯେତେ କହିଲି ଏସବୁ କ'ଣ ଛାତ୍ରଛାତ୍ରୀଙ୍କୁ ସମସ୍ତେ ବୁଝୁଛନ୍ତି ନା, ଏସବୁ ଆପଣ କଲେକ୍ସନ୍ କରିବେ, ମାନେ ଏସବୁ ୱେଟ୍ ଗୋଟେ ଜାଗାରେ ସଂଗ୍ରହ କରିବେ, ଓକେ। ଯେତେ ସବୁ କହିଲି ଦେଖନ୍ତୁ ଏହି ବସ୍ତୁ ଗୁଡ଼ିକ ମଧ୍ୟରୁ କେତୋଟି ବାଛି ନେଇ ସେଗୁଡ଼ିକୁ ଗୁଣ ବିଷୟରେ ଜାଣିବା। ଏବେ ଏତିକି ଆଣିଲେ, ଏବେ ଦେଖିବା ତାଙ୍କର ଗୁଣ ବିଷୟରେ, ଓକେ। ତାଙ୍କର ଗୁଣ ବିଷୟରେ ଦେଖିବା,
ଦେଖନ୍ତୁ ଏଠି ଗୋଟେ ଟେବୁଲ ଦିଆଯାଇଛି। ଓକେ, ଦେଖନ୍ତୁ ବସ୍ତୁର ନାମ ଉପରେ ମନେ ନୁହଁ, ବସ୍ତୁର ବାହ୍ୟ ରୂପ ମାନେ ବାହାରେ କେମିତି ଅଛି ତାର, ଓକେ, ତାର ରୂପଟା, ବର୍ଣ୍ଣ କଲର କେମିତି ଅଛି, ରୁକ୍ଷ ନା ଅରୁକ୍ଷ ଦେଖିବା ରୁକ୍ଷତା, ତାପରେ କଠିନତା ଦେଖିବା, କଠିନ ନା ତରଳ ନା ଗ୍ୟାସ। ଓକେ, ଦେଖନ୍ତୁ କାଠ ଖଣ୍ଡ ବ୍ରତ ନିଆଯାଇଛି, କାଠ ଖଣ୍ଡ। ଏବେ କୁହନ୍ତୁ ବିଲେ ଏଇ ଯୋଉ କାଠ ଖଣ୍ଡଟା କଣ ନା ଉଜ୍ଜଳ ଦେଖାଏ ନା ଅନୁଜ୍ଜଳ? ବାୟୁ ତାର ଉପରେ କଣ ଉଜ୍ଜଳ ଦିଶୁଛି ବିଲେ, ଲାଇଟ୍ ଉଜ୍ଜଳ ଦିଶୁଛି କି ନାହିଁ, ତ ଅନୁଜ୍ଜଳ ହେଲା ଏଇଟା। ଏବେ ଏଇଟା ଗୋଟେ କଣ ଧାତୁ, ଦେଖନ୍ତୁ ତା କଲର କେମିତି ପିଲେ, ତ ବ୍ୟବହୃତ ରଙ୍ଗ ଅନୁସାରେ ରଙ୍ଗୀନ। କଣ ଏଇଟା କଣ କଲରଟା କଣ ଆମେ ଯେଉଁ କଲର ଦେଇଥିବା ସେଇ କଲର ରହିଥିବ ଏଠି। ରୁକ୍ଷତା କଣ ରୁକ୍ଷ ଅଛି। ଓକେ, ଏଇଟା ଗୋଟେ କଠିନ ଜିନିଷ, ସେଥିପାଇଁ କଣ କଠିନ। ସେମିତି ନା ଭାବିରେ ଅଙ୍ଗାର, ଅଙ୍ଗାର କେମିତି ସଫା ବାଳି ଚକ୍ ଏସବୁ ଏମିତି ଆପଣ ପୂରଣ କରିବେ। ଓକେ, ନେକ୍ସଟ ଯିବା ପିଲେ ଏଠି ଦେଖନ୍ତୁ ତୁମ ପାଇଁ କାମ ଦିଆଯାଇଛି ପିଲେ ଏଠି। ଓକେ, ତ ଡଷ୍ଟରର କାଠ ଖଣ୍ଡ, ଓକେ, ଅଙ୍ଗାର, ସଫା ବାଳି, ଚକ୍ କଡ଼ି, ସେଫ୍ଟି ପିନ୍, ଷ୍ଟିଲ୍ ଚାମଚକୁ ନେଇ ଦେଖ। ଆପଣ କ'ଣ କରିବେ ନା ଡଷ୍ଟର କାଠ ଖଣ୍ଡ ନେବେ, ଅଙ୍ଗାର ନେବେ, ସଫା ବାଳି ନେବେ, ଚକଡ଼ି ଏସବୁ ନେଇକି ଷ୍ଟିଲ୍ ଚାମଚକୁ ଏସବୁକୁ ନେଇକି ଦେଖିବେ, ହାତ ଲଗାଇ ସେଗୁଡ଼ିକର ଉପର ଅଂଶକୁ ଅନୁଭବ କରିବେ। କ'ଣ କରିବେ ଟିକେ ସ୍ପର୍ଶ କରିବେ। ଓକେ, ଆଉ ଦେଖିବେ କେମିତି ସ୍ପର୍ଶ କରିବା ଦ୍ୱାରା ଆପଣ ଜାଣିପାରିବେ। ଓକେ, ଆପଣ ଅନୁଭବ କରି ଜାଣିପାରିବେ। ଏଥିରୁ ଯାହା ଜାଣିଲ ତାହା ଉପରେ ଦିଆଯାଇଥିବା ସାରଣୀ 5.3ରେ କ'ଣ ସ୍ଥାନ ଉପରେ ଅଛି। ଓକେ, ସେଠି ଲେଖିବେ। ଏହାଦ୍ୱାରା ଆମେ ଏହି ବସ୍ତୁ ଗୁଡ଼ିକର କେତୋଟି ଗୁଣ ଜାଣିପାରିବା ଏବଂ ସେହି ଅନୁସାରେ ସେଗୁଡ଼ିକର ଶ୍ରେଣୀବିଭାଗ କରିବା। ଯାହାଫଳରେ ଆମେ ଏସବୁ କେମିତି ଯଦି କରିବା ତାହେଲେ କ'ଣ ନା ଏ ବସ୍ତୁ ଗୁଡ଼ିକର କେତେ ତାଙ୍କର ଗୁଣ ବିଷୟରେ ଜାଣିପାରିବା ମଧ୍ୟ ଏବଂ ସେଗୁଡ଼ିକ ଶ୍ରେଣୀ ବିଭାଗ ଭାଗ କରି ମାନେ କରିପାରିବା ତାକୁ। ଏଇଟା ଜୀବ ନିର୍ଜୀବ ଯାହା ସବୁ ଆମେ ଚିହ୍ନିପାରିବା। ଓକେ, ସାଦୃଶ୍ୟ ନା ପାର୍ଥକ୍ୟ ଅଛି ସବୁ ଜାଣିପାରିବା। ଓକେ, ନାଇଁ ଯିବ ଏଇ ଶିକ୍ଷଣ କାର୍ଯ୍ୟରୁ ତୁମେ ଜାଣିଲ ଯେ ସବୁ ରଙ୍ଗ ଏକା ପ୍ରକାର ନୁହେଁ। ଯେତେ ସବୁ ବସ୍ତୁ ସମସ୍ତଙ୍କର କଲର କ'ଣ ଏକା ପ୍ରକାର କି ନାହିଁ। ତ ଆମେ କ'ଣ ନା ଯେତେ ସବୁ ବସ୍ତୁ ହେଲା ସବୁ କ'ଣ ବସ୍ତୁ କଠିନ ଓ ନରମ ନୁହନ୍ତି। ଦେଖନ୍ତୁ ସବୁ ବସ୍ତୁ କଠିନ ବା ନରମ କି, ଆଉ ସବୁ ବସ୍ତୁଙ୍କ କଲର କ'ଣ ସମାନ କି ନାହିଁ। ସବୁ ପ୍ରକାର ବାୟୁର ଏପରି ଚିକ୍କଣ ନୁହେଁ। ଆଉ ଯେତେ ସବୁ ବସ୍ତୁ ଦେଖିଲେ ତ ତାର ବାୟୁକରଣଟା କ'ଣ ନା ଚିକ୍କଣ ନୁହେଁ, ଚିକ୍ ଚିକ୍ କରୁନଥିବ। ଓକେ, ବୁଝିପାରିଲେ କି? ଦେଖିବା ପିଲେ ନେକ୍ସଟ କ'ଣ ଅଛି ଦେଖନ୍ତୁ। 5.3 ପିଲେ ଏଇଠି ଅଛି ଗୋଟେ। ଓକେ, 5.3ର ଏଇଠି। ଓକେ, ଏଇଠି ଫିଲ୍ଅପ୍ କରିବେ। ଓକେ, ଦେଖନ୍ତୁ 5.3 ଭଳି ସାରଣୀ ତୁମ ଖାତାରେ ଲେଖିବ। ସେମିତି କ'ଣ ଗୋଟେ ଟେବୁଲ କରିବେ। ତୁମ ଖାତାରେ ଥିବା ଅନ୍ୟ ପଦାର୍ଥ ଗୁଡ଼ିକର ଏହି ଗୁଣ ଗୁଡ଼ିକୁ ସାରଣୀରେ କ'ଣ ଉପଯୁକ୍ତ ସ୍ଥାନରେ ଲେଖି ଶ୍ରେଣୀ ବିଭାଗ କର। ଓକେ, ତାପରେ ଏଥିପାଇଁ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର। ଓକେ, ଶିକ୍ଷକ ଏବଂ ସାଙ୍ଗମାନଙ୍କ ସହିତ ଆଲୋଚନା କରିବେ। ଦେଖନ୍ତୁ ଆଉ କ'ଣ ଦିଆଯାଇଛି ବୋଲି ଏଠି ଦେଖନ୍ତୁ, ଏଠି ଟିକେ ଦେଖନ୍ତୁ ନା ଚାମଚରେ ଚିନି। ଓକେ, ତାପରେ ଅଳ୍ପ କିରାସିନି, ଗୋଟିଏ କାଚ ବାଟି, ଅଳ୍ପ ସଫା ବାଲି ଓ କିଛି କୁଟା ବା ନଡ଼ା ଖଣ୍ଡକୁ ପାଖରେ ରଖ। ବୁଝିପାରିଲେ? ଦେଖନ୍ତୁ ଚାମଚରେ କ'ଣ ନେବେ ନା ଚିନି ନେବାକୁ କହିଛି, ଅଳ୍ପ କିରାସିନି ନେବେ, ଆଉ ଗୋଟିଏ କାଚ ବାଟି ଗୋଟେ ନେବେ, ଅଳ୍ପ ସଫା ବାଲି ଓ କିଛି କୁଟା ବା ତା ନଡ଼ା ଖଣ୍ଡକୁ ନେବେ, ପାଖରେ ରଖିବେ ଆପଣ। ଓକେ, ଏଇ 4ଟି ପାତ୍ରରେ କପେ ଲେଖାଏଁ ଜଳ ନିଅ। ତାପରେ କ'ଣ କରିବେ
ଚାରିଟା ପାତ୍ର ନେବେ, ସେଠି କପେ ଲେଖାଏଁ କ'ଣ ନେବେ ନା ଜଳ ପାଣିଟା ନେବେ। ଓକେ, ପାଣିଟା ନେଲେ ଏ ଦେଖନ୍ତୁ ଚିନି, କିରୋସିନ, କାଚ ବାଟି ଓ ନଡ଼ା ଖଣ୍ଡକୁ ଅଲଗା ଅଲଗା ପାତ୍ରରେ ଜଳରେ ପକାଇ ଚାମଚ ସାହାଯ୍ୟରେ ଘାଣ୍ଟି ମିଶାଇ ଚେଷ୍ଟା କର। ଏବେ ଚାରୋଟି କ'ଣ ନେଲେ ପାତ୍ର ନେଲେ, ତାପରେ କ'ଣ ନେଇছে ଚିନି, କିରୋସିନ, କାଚ ବାଟି, ତାପରେ ଅଳ୍ପ ବାଲି ସବୁ ଯାହା ନେଇଛି ଏଇଟା କ'ଣ କରିବେ ନା ଚାରୋଟି ପାତ୍ରରେ ରଖିଦେବେ ଅଲଗା ଅଲଗା କରି। ଗୋଟେରେ କିରୋସିନ, ଆଉ ଗୋଟେରେ କ'ଣ ଚିନି, ଆଉ ଗୋଟେରେ ନଡ଼ା, ଏସବୁ ଏମିତି ରଖିକି ଚାରିଟି ପାତ୍ରରେ ତାକୁ କ'ଣ ନା ଚାମଚରେ ଟିକେ ଘାଣ୍ଟି ଦେବେ, ଭଲ ଭାବରେ ମିଶାଇବାକୁ ଚେଷ୍ଟା କରିବେ। ଏପରି କରିବା ଦ୍ୱାରା ଯାହା ଘଟିଲା ସେସବୁ ତଳେ ଦିଆଯାଇଥିବା ସାରଣୀରେ ଲେଖିବେ। ଓକେ, ଲେଖାଯାଇଛି ବିଲେ ତଳେ ଲେଖାଯାଇଛି। ସାରଣୀ ଗଣନା କରି ଆମେ ଜାଣିପାରିବା ବସ୍ତୁର ଗୁଣ କ'ଣ। ଦେଖନ୍ତୁ, ଆମେ ନେଲେ ଚାରୋଟି ପାତ୍ରରେ ସବୁ ଘାଣ୍ଟିଲେ, କ'ଣ ଦେଖାଯାଉଛି ବୋଲି ଟେବୁଲରେ ଲେଖାଇଥିବ। ଫାର୍ଷ୍ଟ ଚିନି ନେଇଥିଲେ, ମାନେ ଦେଖନ୍ତୁ ବସ୍ତୁର ଲେଖାଯାଇଛି ଜଳର ଦ୍ରବଣୀୟ କି ନୁହଁ, ତାପରେ ଜଳ ଠାରୁ ଓଜନିଆ କି ହାଲୁକା। ଓକେ, ଦେଖନ୍ତୁ ଫାର୍ଷ୍ଟ ଦେଖିବା ଚିନି, ଏଇଟା ଗୋଟେ ବସ୍ତୁ, ହଁ ନା ନୁହେଁ? ଏ ଯେଉଁ ଚିନି ପାଣିରେ ଦ୍ରବଣୀୟତା ନା ନୁହେଁ ପିଲା, ମାନେ ପାଣିରେ ମିଶୁଛି ନା ନାହିଁ? ଦ୍ରବଣୀୟ, ପାଣିରେ ମିଶିବ, ହଁ ନା ନାହିଁ? ଏବେ ଦେଖନ୍ତୁ ଜଳଠାରୁ ଏଇଟା କ'ଣ ଓଜନିଆ କି ନୁହଁ? ଓଜନିଆ, କାହିଁକି ନୁହଁ? ଓଜନିଆ, ସେଥିପାଇଁ ଓଜନିଆ। ଏବେ ଦେଖନ୍ତୁ ଆଉ ଗୋଟେ ପାତ୍ରରେ କ'ଣ ନେଇଛେ କିରୋସିନ। ତ କିରୋସିନ ଦେଖିବେ ପିଲେ, ଆପଣ ସବୁବେଳେ ଦେଖିବେ ପାଣି ଆଉ ତେଲ ବା କିରୋସିନ, ପେଟ୍ରୋଲ ଯାହା ସବୁ କ'ଣ ପାଣିରେ ମିଶେ ନାହିଁ, ଗୋଟେ ସ୍ତର କରିଦେବେ, ଅଲଗା ସ୍ତର ଉପରେ, ଜଳ ଉପରେ ଗୋଟେ ସ୍ତର করে ଦେଖିବେ ଆପଣ। ସେଥିପାଇଁ କ'ଣ ନା ଏଇଟା ଦ୍ରବଣୀୟ ନୁହେଁ, ବୁଝିପାରିଲେ? ପାଣିରେ ମିଶେ ନାହିଁ। ଓକେ, ଏବେ କୁହନ୍ତୁ ପିଲେ, ତ ଜଳଠାରୁ ସେଟା ହାଲୁକା ନା ଓଜନିଆ? ହାଲୁକା ପିଲେ, ହାଲୁକା। ଉପରେ କାହିଁକି ନା ଦେଖନ୍ତୁ ତେଳ ଉପରେ ଭାସିଥାଏ ପିଲେ, କେବେ ମିଶି ନଥାଏ କିରୋସିନଟା। କିରୋସିନ ନୁହଁ, ଆପଣ ଯାହା ସବୁ ଲଗାଉଛେ ଓକେ ଶରୀରରେ, ସେଇ ତେଳ ମଧ୍ୟ ମିଶେ ନାହିଁ। ଯାହା ସବୁ ଖାଇବା ତେଳ ଏସବୁ ମଧ୍ୟ କ'ଣ ନା ପାଣିରେ ମିଶେ ନାହିଁ। ଦେଖ କାଚ ବାଟି, ଏବେ ଦେଖନ୍ତୁ କାଚ ବାଟି, କାଚ ବାଟି କେବେ ଜଳରେ ମିଶିବା ଦେଖିଛନ୍ତି? ସେ ତଳ ଭାଗକୁ ଚାଲିଯାଏ। କ'ଣ ନା ଆପଣ ଯଦି ପକାଇବେ କେଉଁଠି ପାଣିରେ, କାଚ ବାଟିଟା କେଉଁଠି ତଳେ, ମାନେ ତଳ ସ୍ତରକୁ ଯାଇଥାଏ। ତ ମିଶିବ କି ଜଳରେ ମିଶିବ ନାହିଁ। ଏବେ କୁହନ୍ତୁ ତଳେ ଚାଲିଗଲା କାଚ ବାଟି, ତାମାନେ ଏଠି କ'ଣ ବୁଝିଲେ? ଏଇଟା ଓଜନିଆ ନୁହଁ? ଓଜନିଆ। ଓକେ, ସେମିତି ସଫା ବାଲି ନେବେ, ଛାଡ଼ିଦେବେ। ସଫା ବାଲି କ'ଣଟା ହବ? ସେ ବାଲିଟା ଓଜନିଆ ଥିବ, ହଁ ନା ନୁହଁ? ତ ଜଳର ତଳଭାଗକୁ ଚାଲିଯିବ ନା ନାହିଁ? ମିଶୁଛି କି ନାହିଁ? ମିଶୁନାହିଁ, ଯାଅ। ଓକେ, ତ ଏଇଟା ଜଳରେ ଦ୍ରବଣୀୟ ନୁହେଁ। ଦେଖିବା ଜଳଠାରୁ ହାଲୁକା ନା ଓଜନିଆ? ଓଜନିଆ ପିଲେ, ଯାହାଫଳରେ କ'ଣ ନୁହଁ ପାଣି ତଳକୁ ଯାଇକି ତଳ ସ୍ଥଳରେ ରହିଗଲା। ଓକେ, ଏବେ ଦେଖନ୍ତୁ କୁଟା ବା ନଡ଼ା ଖଣ୍ଡଟା, କୁଟା ବା ନଡ଼ା ଖଣ୍ଡ, ଏସବୁ କ'ଣ ପିଲେ? ଏଗୁଡ଼ିକ ଜଳର ଉପରି ଭାଗରେ ଭାସେ। ଦେଖିବେ ଭାସୁଥିବ ଏସବୁ, ପତ୍ର ହଉ, ନଡ଼ା, ଏସବୁ କ'ଣ ନା ଜଳରେ ଦ୍ରବଣୀୟ ନୁହେଁ, ଭାସିଥାଏ ପିଲେ ତେଳ ଭଳିଆ। ଓକେ, ତାପରେ ଏଇଟା କ'ଣ ଭାସୁଛି, ତାମାନେ କ'ଣ ହାଲୁକା ଜିନିଷ, କ'ଣ ହାଲୁକା ଜିନିଷ। ଓକେ, ନେକ୍ସଟ ଯିବା ପିଲେ, କ'ଣ ଅଛି ଦେଖନ୍ତୁ। ଦେଖନ୍ତୁ ନା କ'ଣ, ପୂର୍ବ କାର୍ଯ୍ୟରୁ ତୁମେ ଜାଣିଲ ଯେ ସବୁ ବସ୍ତୁ ଜଳରେ ଦ୍ରବଣୀୟ ନୁହନ୍ତି। ଆମେ ଏବେ ଯେଉଁ ସାରଣୀ ଦେଖିଲେ, ଏଇ ଯେଉଁ ଟେବୁଲଟା ଦେଖିଲେ ନା, ଏଥିରୁ କ'ଣ ଜାଣିଲେ ଆମେ? ସବୁ ବସ୍ତୁ କ'ଣ ଜଳରେ ଦ୍ରବଣୀୟ, ମାନେ ମିଶନ୍ତି ନାହିଁ। ଓକେ, ସବୁ ବସ୍ତୁ ଜଳଠାରୁ ଓଜନିଆ ମଧ୍ୟ ନୁହନ୍ତି। ଆଉ କ'ଣ ନା ସବୁ ବସ୍ତୁ ମଧ୍ୟ ଜଳଠାରୁ ଓଜନିଆ, କେତେକ ପାଣି ତଳକୁ ବୁଡ଼ି ଯାଉଛି, କେତେକ ଭାସୁଛି। ଓକେ, ତୁମେ ପୂର୍ବ ଶ୍ରେଣୀ ଭଳି ସାରଣୀଟିଏ ନିଜ ଖାତାରେ ଲେଖି ତୁମ ପାଖରେ ଥିବା ଅନ୍ୟ ବସ୍ତୁ ଗୁଡ଼ିକର ଗୁଣକୁ ପରୀକ୍ଷା କର ଓ କ'ଣ ନା ସାରଣୀରେ ଲେଖିବ। ଆପଣ ଯେଉଁ
କ'ଣ ନା ପୂର୍ବ ସାରଣୀ ଯେମିତି କରିଥିଲେ ନିଜ ଖାତାରେ ଲେଖି ଯେଉଁ କରିଥିଲେ ସେମିତି ଆପଣ ମଧ୍ୟ ଗୋଟେ ଅନ୍ୟ ବସ୍ତୁ ଗୁଡ଼ିକର ଗୁଣ ପରୀକ୍ଷା କରିବା ପାଇଁ ଗୋଟେ ସାରଣୀ କରିବେ ଆଉ ସେଠି ଲେଖିବେ। ତୁମ ପଢ଼ା ସାଥୀ ଓ ଶିକ୍ଷକଙ୍କ ସହ ଆଲୋଚନା କରି ଉକ୍ତ ବସ୍ତୁ ଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଜଳରେ ଦ୍ରବଣୀୟ, କେଉଁଗୁଡ଼ିକ ଅଦ୍ରବଣୀୟ, ଓକେ, କେଉଁଗୁଡ଼ିକ ଜଳ ଠାରୁ ଓଜନିଆ ହାଲୁକା ତା ସାରଣୀରେ ପ୍ରସ୍ତୁତ କରିବା। ତାପରେ କ'ଣ କରିବେ ନା ଆପଣ ଶିକ୍ଷକଙ୍କ ସହିତ କ'ଣ କରିବେ, ଓକେ, ଆପଣ ଦେଖିବେ କେଉଁ ବସ୍ତୁ ଜଳରେ ଦ୍ରବଣୀୟ ଆଉ କେଉଁ ବସ୍ତୁ ଅଦ୍ରବଣୀୟ, ସେଠୁ ଆପଣ ଯଦି ପରୀକ୍ଷା କରି ଜାଣିପାରିବେ ନା ଜଳଟାର ହାଲୁକା ନା ଓଜନିଆ ଆପଣ ନିଜେ ବି କରିପାରିବେ। ଏଇଟା ତ କ'ଣ ଏଇସବୁ ଜିନିଷ ସବୁ କ'ଣ ଘରେ ଘରେ ମଧ୍ୟ ରହୁଛି, ତ ଆପଣ ଜାଣିପାରିବେ ଏଇଟାକୁ କ'ଣ ଘରେ ହିଁ କରିବେ ଆଉ। ଓକେ, ଦେଖନ୍ତୁ ନେକ୍ସଟ କ'ଣ ଅଛି ବୋଲେ ତୁମ ପାଇଁ କାମ 3। ଓକେ, ଦେଖନ୍ତୁ ତୁମେ ମିଠାଇ ଦୋକାନରେ କାଚ ବା ସ୍ୱଚ୍ଛ ପ୍ଲାଷ୍ଟିକ ଜାର୍, ଓକେ, କିମ୍ବା କାଚ ତଳି ବା ସକେଜରେ ମିଠାଇ ରଖାଯାଇଥିବା ଦେଖିଥିବ। ଆପଣ ମିଠାଇ ଦୋକାନ ଗଲେ ଦେଖିବେ କାଚ ବା ସ୍ୱଚ୍ଛ ପ୍ଲାଷ୍ଟିକ ଜାର୍ରେ ବା କାଚ ତାଳି ତାକୁ ସକେଜ ମଧ୍ୟ, ଓକେ, ସେଠି ମିଠା ନେଇକି ରଖିଥିବାର ଆପଣ ଦେଖିଥିବେ। ଏପରି ରଖିବା ଦ୍ୱାରା ଜାର୍କୁ ନ ଖୋଲି ମଧ୍ୟ ମିଠାଇ ଗୁଡ଼ିକୁ ବାହାରୁ ଦେଖିବେ। ହଁ ନା, ବୁଝିପାରିଲେ କ'ଣ ଓ କେଉଁଠି ତୁମର ଆବଶ୍ୟକ ତାହା କହିହୁଏ। ଦେଖନ୍ତୁ ଏପରି ରଖିବା ଦ୍ୱାରା କ'ଣ ହେଉଛି ନା ଜାର୍କୁ ନ ଖୋଲିକି ମଧ୍ୟ ମିଠାଇ ଗୁଡ଼ିକ ଆମେ ଦେଖିପାରୁଛେ ଏବଂ ଆମକୁ କ'ଣ ଦରକାର, କେଉଁ ମିଠାଟା ଦରକାର ତାହା ଆମେ କହିପାରୁଛେ ବା କହିହୁଏ ସେଠି। ଓକେ, ଏହି ମିଠାଇ ଗୁଡ଼ିକୁ କାଗଜ ବା କାର୍ଡ଼ବୋର୍ଡ଼ କାର୍ଟୁନ ଭିତରେ ରଖିଲେ ବାହାରୁ ଦେଖାଯାଏ ନାହିଁ। ଆମେ ଯଦି ୟାକୁ କ'ଣ ମିଠାଇ ଗୁଡ଼ିକୁ କ'ଣ କରିବା ନା କାଗଜ ବା କାର୍ଡ଼ବୋର୍ଡ଼ ଯଦି କାର୍ଟୁନ ଭିତରେ ରଖିଦେବା ତାହେଲେ ଆମକୁ ବାହାରୁ କିଛି ଦେଖାଯିବ ନାହିଁ। ଓକେ, ଏପରି କାହିଁକି ହୁଏ, ଏପରି କାହିଁକି ହୁଏ ଆପଣ କୁହନ୍ତୁ ପିଲେ ଏପରି କାହିଁକି ହୁଏ। ଚାଲନ୍ତୁ ଏପରି କାହିଁକି ହୁଏ ଆମେ ଜାଣିବା। ଓକେ, ଚାଲନ୍ତୁ ଦେଖ ଏଠି ଟର୍ଚ୍ଚ ଲାଇଟ୍ଟି ନିଅ ଓ ତାର ସୁଇଚ୍ ଟିଭି ଆଗକୁ ଦେଖ। ଦେଖନ୍ତୁ ଆପଣଙ୍କୁ କେମିତି ଜାଣିବେ। ଓକେ, ଗୋଟେ ଟର୍ଚ୍ଚ ଲାଇଟ୍ଟି ନେବେ, ପ୍ରତ୍ୟେକ ତ ଟର୍ଚ୍ଚ ଲାଇଟ୍ ଥିବ, ସମସ୍ତଙ୍କର ଅଛି ନା ନାହିଁ, ଅଛି, ଓ ତାର ସୁଇଚ୍ ଟିଭି ଆଗକୁ ଦେଖ, ତାପରେ ସୁଇଚ୍ ଟିପିବେ, ତାପରେ ଆଗକୁ ଦେଖିବେ। ଓକେ, ବେଶ କିଛି ଦୂରକୁ ଆଲୋକ ପଡ଼ିବ, ହଁ ନା ନାହିଁ, କିଛି ଦୂରକୁ କ'ଣ ଆପଣଙ୍କ ଟର୍ଚ୍ଚ ଲାଇଟ୍ଟା ଯାଉଥିବ ଦେଖିବେ। ଟର୍ଚ୍ଚ ଲାଇଟ୍ ସାମ୍ନାରେ ଗୋଟିଏ କାଚ ଗ୍ଲାସ୍ ରଖି ଦେଖ। ତାପରେ କ'ଣ କରିବେ ନା ଆପଣ ଲାଇଟ୍ ମାରୁଛନ୍ତି ତା ଆଗରେ ଯେଉଁ ଲାଇଟ୍ ମାନେ ଯେଉଁଟା ଲାଇଟ୍ ଯାଉଛି ସିଆଡ଼େ ଗୋଟେ କାଚ ଗ୍ଲାସ୍ଟେ ରଖିବେ, ଦେଖିବେ। ଓକେ, ଟର୍ଚ୍ଚ ଲାଇଟ୍ରୁ ଆସୁଥିବା ଆଲୋକ ଗ୍ଲାସ୍ ଭିତରେ ଦେଇ ଗ୍ଲାସ୍ ଆଗରେ ପଡ଼ିବ। ଏବେ ଦେଖନ୍ତୁ ଆପଣ ଟର୍ଚ୍ଚ ମାରୁଛନ୍ତି ଇଆଡ଼େ, ଓକେ, ଗ୍ଲାସ୍ଟାକୁ ରଖିଦେବେ, ଓକେ, ଇଆଡ଼େ ରଖିଦେବେ। ଦେଖନ୍ତୁ ଲାଇଟ୍ଟା ଇଆଡ଼େ ମାରୁଛନ୍ତି ଆପଣ, ଏ ଲାଇଟ୍ଟା ପାସ୍ କରି କ'ଣ କରିବ ନା ଇଆଡ଼େ ପଡ଼ିବ ଆଗ ପାଖରେ ଗ୍ଲାସ୍ ଦେଇକି, ଓକେ, ଆଗକୁ ପଡ଼ୁଛି, ବୁଝିପାରିଲେ। ଦେଖନ୍ତୁ ଟର୍ଚ୍ଚ ଲାଇଟ୍ ଆଗରେ କାର୍ଡ଼ବୋର୍ଡ଼ ଖଣ୍ଡିକ ରଖି ଦେଖ, କେଉଁଠି ନା କାର୍ଡ଼ବୋର୍ଡ଼ ଟର୍ଚ୍ଚ ଲାଇଟ୍ ଆଗରେ ଆଲୋକ କାର୍ଡ଼ବୋର୍ଡ଼ ଦେଇ ଆଗକୁ ଯାଇପାରୁଛି କି ନା। ଓକେ, କାର୍ଡ଼ବୋର୍ଡ଼ ତା ଭିତର ଦେଇ ଆଲୋକକୁ ଆଗକୁ ଯିବାକୁ ଦେଉନାହିଁ। ଦେଖନ୍ତୁ ଏବେ କ'ଣ କରିବେ, ଦେଖନ୍ତୁ ଏଇଟାରୁ ଟର୍ଚ୍ଚ ମାରୁଛନ୍ତି, ଏଇ ଯେଉଁ ଗୋଟେ ରଖିବ କ'ଣ କାର୍ଡ଼ବୋର୍ଡ଼ଟା। ଏବେ ଦେଖନ୍ତୁ ଲାଇଟ୍ ପଡ଼ୁଛି ଏଠି, ବଟ୍ ଇଆଡ଼େ କ'ଣ ପଛଆଡ଼େ ଯାଇପାରୁନି, ଇଆଡ଼େ ରିଟର୍ନ ହେଉଛି ଇଆଡ଼େ। ଓକେ, ପୁଣି ଥରେ ଇଆଡ଼େ ଆସିବ, ପଛଆଡ଼େ ଯାଇପାରିବ ନାହିଁ। ତ କାର୍ଡ଼ବୋର୍ଡ଼ କ'ଣଟା ଲାଇଟ୍ଟାକୁ ଯାଇପାରିଲା ନାହିଁ, ପୁଣି ଥରେ ରିଟର୍ନ ହେଉଛି ଇଆଡ଼େ, ହଁ ନା ନାହିଁ। ତ ଭିତର ଦେଇ ଆଗକୁ ଆଉ ଯିବା ପାଇଁ ଦେଉନାହିଁ ସେ କାର୍ଡ଼ବୋର୍ଡ଼ଟା। ତାପରେ ଗୋଟିଏ ଅନ୍ଧାରୁଆ ଜାଗାକୁ ଯାଇ କାର୍ଡ଼ବୋର୍ଡ଼କୁ ବାହାର କରିଦେଇ ସେଠାରେ ତୁମ ହାତ ପାପୁଲି ରଖି ଟର୍ଚ୍ଚ ଦେଖ। ଏବେ ଦେଖନ୍ତୁ ଆପଣ ଏଟାକୁ
ସରି ଯିବେ କାର୍ଡ଼ବୋର୍ଡ଼କୁ ଗୁଞ୍ଚାଇ ଦେବେ। ତାପରେ ଅନ୍ଧାରୁଆ ଜାଗାରେ ଯାଇକି ଟର୍ଚ୍ଚଟା ମାରିବେ ଏମିତି। ତାପରେ କ'ଣ କରିବେ ନା ଆପଣଙ୍କ ହାତକୁ ପାପୁଲି ଯେଉଁ ପାପୁଲିଟା ଅଛି ତାକୁ ଦେଖେଇବେ। ଓକେ, କ'ଣ ହେଉଛି ଦେଖିବେ ପିଲେ। ଆପଣଙ୍କ ହାତ ପାପୁଲି ଯଦି ଦେଖୁଛନ୍ତି ଲାଇଟ୍ଟା ମାରୁଛନ୍ତି କ'ଣ ଦେଖୁଛ ଏଠି କ'ଣ ହେଉଛି। ଓକେ, ଟର୍ଚ୍ଚ ଆଲୁଅ ପଡ଼ିବାରୁ ତୁମ ହାତ ପାପୁଲିର ରଙ୍ଗ କ'ଣ ହେଇଛି ନା ସାମାନ୍ୟ ଲାଲ ଦେଖାଯିବ। ଦେଖନ୍ତୁ ଆପଣ ଏଠି ହାତ ପାପୁଲି ଅଛି। ଓକେ, ଏଠି ତ ହାତ ପାପୁଲି ମାରୁଛନ୍ତି, ଏଇ ଯେଉଁ ବାଜୁଛି ଏଠି। ଓକେ, ଏଠି କ'ଣଟା ଲାଲ ଦେଖାଯିବ। ସେ କ'ଣ ଲାଲ। ଶେଷରେ ଖଣ୍ଡିଏ ଧଳା କାଗଜ ମଝିରେ 2 ଟୋପା ତେଲ ପକାଇ ଘଷି ଦିଅ। ଓକେ, ତାପରେ କ'ଣ କରିବେ ନା ଲାଷ୍ଟକୁ ଧଳା କାଗଜଟି ନେବେ। ଓକେ, ଦେଖନ୍ତୁ ଧଳା କାଗଜ ନେଲେ। ଓକେ, ଏଠି ମଝିରେ 2 ଟୋପାଟା କ'ଣ କୌଣସି ତେଳ ପକାଇଦେବେ। ତାପରେ ଆକୁ ଟିକେ ଘଷିଦେବେ। ଓକେ, ସେଇ ଜାଗାରେ ଟର୍ଚ୍ଚ ଆଲୋକ ପକାଇଦେବ। ଏବେ ଏଠି ଟର୍ଚ୍ଚଟା ମାରିଦେବେ। ଟର୍ଚ୍ଚ ପକାଇବେ। କେମିତି ଦେଖାଯାଉଛି କୁହନ୍ତୁ ପିଲାମାନେ। ଏଇ ଯେଉଁ ଏକ୍ସପେରିମେଣ୍ଟ ଗୁଡ଼ାକ ଆପଣ କ'ଣ ନିଜେ ନିଜେ କରିବେ ପିଲେ, ଏବଂ କେମିତି ଦେଖାଯାଉଛି ଏଇଟା କମେଣ୍ଟରେ ମୋତେ ଟିକେ ଜଣାଇଦେବେ। ଓକେ, ଦେଖନ୍ତୁ ଦେଖିବା କେମିତି ଦେଖାଯିବ, ମାନେ ଲାଇଟ୍ଟା ପାସ୍ କରିବ ନା ନାହିଁ। ଚାଲନ୍ତୁ ଦେଖନ୍ତୁ ଏଠି ଅଛି। ଓକେ, ଏଠାରେ ତୁମେ ଦେଖିଲ ଯେ ଟର୍ଚ୍ଚ ଆଲୋକ ଆଗରେ କିଛି ନଥିବା ବେଳେ କେବଳ ବାୟୁରେ ଆଲୋକ ଆଗକୁ ଯାଉଛି। ଦେଖନ୍ତୁ ହେଲେ ଏଠି କ'ଣ ବୁଝିଲେ ଆପଣ ଦେଖନ୍ତୁ ନା, ତୁମେ କ'ଣ ଦେଖିଲେ ନା ଟର୍ଚ୍ଚ ଆଲୋକ ଆଗରେ କିଛି ନଥିବା ବେଳେ କେବଳ ବାୟୁରେ ଆଲୋକ ଆଗକୁ ଯାଉଛି। ଓକେ, ତ କ'ଣ ନା ଟର୍ଚ୍ଚ ଆଗରେ କିଛି ନାହିଁ, କିନ୍ତୁ କେବଳ ବାୟୁ ଆଗରେ କ'ଣଟା ଆଲୋକଟା ଯାଉଛି। ଓକେ, ସେ ଆଲୋକ କାଚ ଗିଲାସ ଦେଇ ମଧ୍ୟ ଯାଇପାରୁଛି, ହଁ ନା ନାହିଁ। ଦେଖ ଆମର ବାୟୁରୁ ଦେଇକିନା କ'ଣ ଆଲୋକ ଯାଉଛି। ଆଲୋକ କାଚ ଗିଲାସ ଦେଇ ମଧ୍ୟ ଯାଇପାରୁଛି। କିନ୍ତୁ ଯେତେବେଳେ ଟର୍ଚ୍ଚ ଆଗରେ କାର୍ଡ଼ବୋର୍ଡ଼ଟା ରଖିଦେବା, ଓକେ, ସେଠାରେ ଆଲୋକଟି ଅଟକି ଯାଉଛି, ଆଉ ଯାଉନାହିଁ। ଓକେ, ତେଣୁ ବାୟୁ ଓ କାଚ ଭଳି ବସ୍ତୁ ଯାହା ମଧ୍ୟ ଦେଇ ଆଲୋକ ଯାଇପାରୁଛି ତାକୁ ସ୍ୱଚ୍ଛ ବସ୍ତୁ କୁହାଯାଏ ପିଲେ। ଭେରି ଇମ୍ପୋର୍ଟାଣ୍ଟ ପିଲେ, ଏଇଟା ଟିକେ ମନେ ରଖନ୍ତୁ। ଦେଖନ୍ତୁ ନା ସ୍ୱଚ୍ଛ ବସ୍ତୁ କାହାକୁ କୁହାଯାଏ, ମାନେ ବାୟୁ କାଚ ଭଳି ଆପଣ ସିମ୍ପଲ ଭାଷା କହିଲେ ଯାହା ମଧ୍ୟ ଦେଇ ଆଲୋକ ଗତି କରୁଛି ବା ଯାଇପାରୁଛି, ଏଇ ବସ୍ତୁ ଗୁଡ଼ିକୁ କ'ଣ କୁହାଯାଏ ନା ସ୍ୱଚ୍ଛ ବସ୍ତୁ ବୋଲି କୁହାଯାଏ। କି ବସ୍ତୁ କୁହାଯାଏ ନା ସ୍ୱଚ୍ଛ ବସ୍ତୁ କୁହାଯାଏ। ଏକ୍ଜାମ୍ପଲ କାଚ, ବାୟୁ, ଏସବୁ ଗୋଟେ ସ୍ୱଚ୍ଛ ବସ୍ତୁ। ସେମିତି ଅସ୍ୱଚ୍ଛ ବସ୍ତୁ କାହାକୁ କୁହାଯାଏ ବୋଲେ ଯାହା ମଧ୍ୟ ଦେଇ ଯେଉଁ ବସ୍ତୁ ଦେଇ କ'ଣ ନା ଆଲୋକ ଗତି କରିପାରୁନାହିଁ ବା ଯାଇପାରୁନାହିଁ, ସେଇ ବସ୍ତୁ କ'ଣ କୁହାଯାଏ ଅସ୍ୱଚ୍ଛ ବସ୍ତୁ କୁହାଯାଏ। ଏକ୍ଜାମ୍ପଲ କାର୍ଡ଼ବୋର୍ଡ଼। ଆପଣ ନେଇଥିଲେ ନା ଗୋଟେ କାର୍ଡ଼ବୋର୍ଡ଼ରେ ଲାଇଟ୍ ପାସ୍ କରିଥିଲେ। ସେମିତି ତେଲ ଘଷା ହୋଇଥିବା କାଗଜ, ଆପଣ ତେଲ ଘଷିଥିଲେ ମଝିରେ ଏଇ ଯେଉଁ ନେଇକି ଗୋଟେ ପେପର ନେଇକି କ'ଣ ତେଲ ଘଷିଥିଲେ। ତ ତେଲ ଘଷା ହୋଇଥିବା କାଗଜ ଯାହା ମଧ୍ୟ ଦେଇ ଆଲୋକ ଆଂଶିକ ଭାବେ ଯାଇପାରୁଛି ତାକୁ ଅଳ୍ପ ସ୍ୱଚ୍ଛ ବସ୍ତୁ କୁହାଯାଏ। ତା'ମାନେ କ'ଣ ନା ଆପଣ ଏଠି କ'ଣ ତେଲ ଘଷିଥିଲେ, ଏଠି ଯେଉଁ ଲାଇଟ୍ ପକାଇବାରୁ ଅଳ୍ପଟେ ସିଆଡ଼େ ଟିକେ ଯାଉଛି, ପୁଣି ଥରେ ଇଆଡ଼େ ଏକା, ମାନେ ଯେଉଁ ସାଇଡ଼୍ରେ ଆମେ ଲାଇଟ୍ ମାରୁଛୁ ସେଟା ଆସୁଛି, ମାନେ ଟିକେ ଇଆଡ଼େ ଯାଉଛି ପଛରେ, ଆଉ ଟିକେ ଆଗକୁ ଆସୁଛି। ଏମିତି ଯଦି ଦେଖାଯାଏ ଯେଉଁ ବସ୍ତୁରେ, ଓକେ, ତାକୁ କୁହାଯାଏ ଅଳ୍ପ ସ୍ୱଚ୍ଛ ବସ୍ତୁ। କ'ଣ ପିଲେ ଅଳ୍ପ ସ୍ୱଚ୍ଛ ବସ୍ତୁ କୁହାଯାଏ। ଓକେ,
ନେକ୍ସଟ ପିଲେ ଦେଖନ୍ତୁ କ'ଣ ଅଛି ଏଠି। ଦେଖ, ତୁମ ହାତ ପାପୁଳି କେଉଁ ଶ୍ରେଣୀ ହେବ କୁହ ତ। ଏବେ ଦେଖନ୍ତୁ, ଏବେ କୁହନ୍ତୁ ଆପଣଙ୍କ ଯେଉଁ ହାତ ପାପୁଳି ଯେଉଁ ଟଚ୍ ମାରିଥିଲେ, ଏବେ କୁହନ୍ତୁ ସେଟା ସ୍ୱଚ୍ଛ ହେବ ନା ଅସ୍ୱଚ୍ଛ ହେବ ନା ଅଳ୍ପ ସ୍ୱଚ୍ଛ ବସ୍ତୁ ହେବ, କୁହନ୍ତୁ ଆପଣ। ଏଇଟା ଆପଣଙ୍କ ପାଇଁ ଗୋଟେ ହୋମୱାର୍କ ପିଲେ, ଏଇଟା ଆପଣ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇବେ। ଓକେ, ତୁମ ଖାତାରେ ତଳ ଶ୍ରେଣୀ ଦେଖନ୍ତୁ ଏଠି ଦିଆହେଇଛି, ତ ଏଇ ଶ୍ରେଣୀକୁ ଦେଖିବା। ଓକେ, କ'ଣ କ'ଣ ସ୍ୱଚ୍ଛ କ'ଣ କ'ଣ ଅସ୍ୱଚ୍ଛ ଅଛି ଦେଖ। ବସ୍ତୁ କ'ଣ, ଗୋଟେ ବସ୍ତୁ ନିଅନ୍ତୁ କାର୍ଡ଼ବୋର୍ଡ଼ଟା। କ'ଣ ନେଲେ ବୋଲେ କାର୍ଡ଼ବୋର୍ଡ଼, ଏଇଟା ସ୍ୱଚ୍ଛ ନା ଅସ୍ୱଚ୍ଛ ନା ଅଳ୍ପ ସ୍ୱଚ୍ଛ ଆପଣ କୁହନ୍ତୁ। ଏଇଟା ଗୋଟେ ଲାଇଟ୍ଟା କାର୍ଡ଼ବୋର୍ଡ଼ରେ ପାସ୍ କରୁଛି କି ନାହିଁ, କ'ଣ ନାହିଁ। ଓକେ, କାର୍ଡ଼ବୋର୍ଡ଼ରେ ପାସ୍ କରୁଛି କି ନାହିଁ, କିନ୍ତୁ ନାହିଁ ମାନେ କ'ଣ ଅସ୍ୱଚ୍ଛ ଏଇଟା, ନା ଅଳ୍ପ ଅଳ୍ପ ପାସ୍ କରୁଛି କି ନାହିଁ। କିନ୍ତୁ ଦେଖନ୍ତୁ ଗ୍ଲାସଟା, କାଚ ଗ୍ଲାସରେ କ'ଣ ପିଲେ, ମାନେ ଲାଇଟ୍ ଯଦି ମାରିବା କାଚ ଗ୍ଲାସ ପାସ୍ କରୁଛି ନା ନାହିଁ। ୟେସ୍, ପାସ୍ କରୁଛି ନା ପାସ୍ କରୁନାହିଁ, ପାସ୍ କରୁଛି। ତ ଏଇଟା ନାହିଁ, ଏଇଟା ନାହିଁ। ସେମିତି ପିଲେ ଏମିତି ଟେବୁଲ ନେବେ 10-12ଟା ଯେତେ ସବୁ ଆପଣ ଜାଣିଛନ୍ତି ଏମିତି ଗୋଟେ ଟେବୁଲ କରିକି କରିବେ। ନେକ୍ସଟ ଯିବା ପିଲେ, ଦେଖନ୍ତୁ ଚିନ୍ତା କରିକି ଲେଖିବେ। ଏଇଟା ଆପଣଙ୍କ ପାରେ ହୋମୱାର୍କ ପିଲେ। ଦେଖନ୍ତୁ, ବଡ଼ ବଡ଼ ଯାନବାହନ ତଥା କାର, ବସ୍, ଟ୍ରକ୍ ଓକେ ଇତ୍ୟାଦି ସମ୍ମୁଖରେ ବାଗ କାଚରେ ତିଆରି ହୋଇଥାଏ କାହିଁକି। ଏସବୁ ଯେଉଁ ଦେଖନ୍ତୁ ବଡ଼ ବଡ଼ ଟ୍ରକ୍ କାହିଁକି କାଚରେ କାହିଁକି ତିଆରି ହୋଇଥାଏ। ଓକେ, ବସ୍ ଟ୍ରକ୍ ଗୁଡ଼ିକର ସମ୍ମୁଖରେ ଯେଉଁ ଆଗରେ ଦେଖନ୍ତୁ ଏଠି କାହିଁକି କାଚରେ ତିଆରି ହୋଇଥାଏ ଆପଣ କହିବେ। ଓକେ, ଦେଖନ୍ତୁ ଯାନବାହନର ସମ୍ମୁଖ କାଚରେ ୱାଇପର୍ ଲାଗିଥାଏ କାହିଁକି, ଏଠି ତାଙ୍କର କ'ଣ ନା ୱାଇପର୍ ଲାଗିଥାଏ। କାହିଁକି ଲାଗିଥାଏ ବୋଲି ଏଇଟା ଲେଖିବେ ଆପଣ। ଓକେ, ଦେଖନ୍ତୁ ତୁମ ପାଇଁ କାମ 4 ଦିଆଯାଇଛି। ତୁମେ ସଂଗ୍ରହ କରି ରଖିଥିବା ପ୍ଲାଷ୍ଟିକ ପାନିଆ ଓ କାର୍ଡ଼ବୋର୍ଡ଼, ଓକେ କାଠ କୁଣ୍ଡ, ଅଙ୍ଗାର ଖଣ୍ଡ, କାଚ କଡ଼ି, ଆଲୁମିନିୟମ ଗିନା, ତମ୍ବା ତାର, ଷ୍ଟିଲ୍ ଚାମଚ ଇତ୍ୟାଦିକୁ ଗୋଟିଏ ସ୍ଥାନରେ ସଜାଇ ରଖ। ସେଗୁଡ଼ିକୁ ନାଦି ସଫା କର। ଦେଖନ୍ତୁ ଏଥିରୁ କ'ଣ ବୁଝିଲେ ପିଲେ ଆପଣ ନା ପ୍ଲାଷ୍ଟିକ ପାନିଆ, ତାପରେ କାର୍ଡ଼ବୋର୍ଡ଼ ଏସବୁ ଯାହା ସବୁ ଅଛି, ଯେମିତିକି କହିଲି କଣ୍ଡା କ'ଣ ଅଙ୍ଗାର ଖଣ୍ଡ, ଚକଡ଼ି, ଆଲୁମିନିୟମ, ତମ୍ବା ତାର, ଷ୍ଟିଲ୍ ଚାମଚ ଏସବୁ କ'ଣ କରିବେ ନା ଗୋଟେ ସ୍ଥାନରେ ସଜାଇକି ରଖ। ଓକେ, ଆର୍ ସେଗୁଡ଼ିକୁ ମାଜିକି ସଫା କରିବେ। ଦେଖିବେ ଏବେ ଦେଖନ୍ତୁ ତାକୁ ସଫା କଲେ ଦେଖନ୍ତୁ ତୁମେ ଦେଖିବ କାଠ, ଅଙ୍ଗାର ଆଉ କାର୍ଡ଼ବୋର୍ଡ଼, ଚକଡ଼ି, ପାନିଆ, ପ୍ଲାଷ୍ଟିକ ଆଦି ଚକ୍ ଚକ୍ କରୁଛି। ଏବେ ଦେଖ କେଉଁ ଜିନିଷ ମାନେ କେଉଁ ବସ୍ତୁ ଚକ୍ ଚକ୍ କଲା ବେଲେ ନା କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ଚକଡ଼ି ଓକେ ପ୍ଲାଷ୍ଟିକ ପାନିଆ ଆଦି ଚକ୍ ଚକ୍ କରୁନାହିଁ। କରୁଛି କି ଏଇଟା ନା ଏସବୁ ଗୁଡ଼ାକ ନା ଚକ୍ ଚକ୍ କରୁନାହିଁ। କିନ୍ତୁ ତମ୍ବା ତାର, ଆଲୁମିନିୟମ ଗିନା, ଷ୍ଟିଲ୍ ଚାମଚ ଚକ୍ ଚକ୍ କରିବାର ଆପଣ ଦେଖିବେ। ଏଥିରୁ ବୁଝିପାରିଲେ। ଓକେ, ଚକ୍ ଚକ୍ କରନ୍ତି କେତେ ବସ୍ତୁ ଆଉ କେତେ ବସ୍ତୁ କ'ଣ ଚକ୍ ଚକ୍ କରନ୍ତି ନାହିଁ। ବସ୍ତୁର ଚକ୍ ଚକ୍ ଦେଖାଯାଉଥିବା ଗୁଣକୁ ଉଜ୍ଜ୍ୱଳତା କୁହାଯାଏ। କ'ଣ ବୁଝିଲେ ବୋଲେ ନା ଯେଉଁ ବସ୍ତୁ ଗୁଡ଼ିକ ଅଛନ୍ତି ଯାହା ସବୁ ଚକ୍ ଚକ୍ କରନ୍ତି ସେଇ ଗୁଣ କ'ଣ କ'ଣ ଉଜ୍ଜ୍ୱଳତା ବୋଲି କୁହନ୍ତି। ଓକେ, ନେକ୍ସଟ ପିଲା ଦେଖିବା। ଦେଖନ୍ତୁ ଏଠି ଆଉ କ'ଣ ଅଛି। ବସ୍ତୁର ଏଇ ଗୁଣକୁ ନେଇ ଆମେ ସେଗୁଡ଼ିକୁ 2 ପ୍ରକାର ଶ୍ରେଣୀ ବିଭାଗ ଦେଖନ୍ତୁ। କ'ଣ ନା ଏଭଳି ମାନେ ଏଭଳି ଗୁଣକୁ ନେଇକିନା ଓକେ ଚକ୍ ଚକ୍ ମାନେ କରୁଥିବ ଆଉ ଚକ୍ ଚକ୍ କରୁନଥିବ, ଏଭଳି ତାଙ୍କର ଗୁଣକୁ ନେଇକି ଆମେ
ଶ୍ରେଣୀ ବିଭାଗ କରିବା ଦୁଇ ପ୍ରକାରରେ। କ'ଣ ଦେଖନ୍ତୁ, କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ଚକଚକ ଓ ପ୍ଲାଷ୍ଟିକ ପାନିଆକୁ କ'ଣ ଅନୁଜ୍ଜ୍ୱଳ ବସ୍ତୁ କୁହାଯାଏ। ଓକେ, କିନ୍ତୁ ତମ୍ବା, ତାର, ଆଲୁମିନିୟମ, ଗିନା, ଷ୍ଟିଲ ଚାମଚ ବସ୍ତୁକୁ କ'ଣ ନା ଉଜ୍ଜ୍ୱଳ ବସ୍ତୁ ବୋଲି କହିବା। ଏବେ ଶୁଣନ୍ତୁ ଗୋଟେ ନା, ଅନୁଜ୍ଜ୍ୱଳ ବସ୍ତୁ କାହା କୁହାଯାଏ? ଆପଣଙ୍କୁ ଯଦି ସିମ୍ପଲ ଭାଷାରେ ଯେଉଁ ବସ୍ତୁ ଗୁଡ଼ିକୁ କ'ଣ ନା ଚକଚକ କରି ଦେଖାଯାଆନ୍ତି ନାହିଁ, ଯେମିତିକି କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ପ୍ଲାଷ୍ଟିକ, ଏସବୁ ଯେଉଁ ମାନେ ଏହାର ଉଦାହରଣ, ଏହାକୁ ଅନୁଜ୍ଜ୍ୱଳ ବସ୍ତୁ ବୋଲି କୁହାଯାଏ। କ'ଣ ଅନୁଜ୍ଜ୍ୱଳ ବସ୍ତୁ। ଆଉ ଯେଉଁ ବସ୍ତୁ ଗୁଡ଼ିକୁ କ'ଣ ଉଜ୍ଜ୍ୱଳ ଦେଖାଯାଆନ୍ତି, ଚକଚକ କରନ୍ତି, ସେଗୁଡ଼ିକୁ ଉଜ୍ଜ୍ୱଳ ବସ୍ତୁ, ଯେମିତିକି ତମ୍ବା, ତାର, ଆଲୁମିନିୟମ, ଷ୍ଟିଲ, ଏସବୁ ଗୁଡ଼ାକ। ଓକେ, ଦେଖନ୍ତୁ ଏଠି କ'ଣ ଲେଖା ହେଇଛି ନା, ତୁମ ସାରଣୀରେ ତୁମ ଖାତାରେ ତିଆରି କର। ସାରଣୀତି ବ୍ୟବହାର କରି ତୁମ ଆଖପାଖରେ ଦେଖୁଥିବା 10ଟି ବସ୍ତୁକୁ ନେଇ ଶ୍ରେଣୀ ବିଭାଗ କର। ସେମିତି ପିଲେ ଏଇଟା ଗୋଟେ କ'ଣ ସାରଣୀ କରିବେ ଏବଂ ଦେଖନ୍ତୁ ଏଠି ଆର ଏମିତି ଗୋଟେ କରିକି ସବୁ ଲେଖିବେ। ଓକେ, ଦେଖ ଏଇଟା ବସ୍ତୁ ଦିଆଯାଇଛି ଉଜ୍ଜ୍ୱଳ। ଷ୍ଟିଲ ଚାମଚ କେମିତି ଦିଶେ? ଉଜ୍ଜ୍ୱଳ ନା ଅନୁଜ୍ଜ୍ୱଳ? ଉଜ୍ଜ୍ୱଳ ଦିଶେ। ସେମିତି ମହମବତୀ ଉଜ୍ଜ୍ୱଳ, ସେମିତି ଆଉ ନେବେ ଏଠି କାଠ ଅନୁଜ୍ଜ୍ୱଳ, ମାନେ ଯେଉଁଟା ଉଜ୍ଜ୍ୱଳ ଦିଶୁଛି ଉଜ୍ଜ୍ୱଳ ଲେଖିବେ, ଯେଉଁଟାକୁ ଉଜ୍ଜ୍ୱଳ ଦିଶୁନି ମାନେ ଚକଚକ ଉଜ୍ଜ୍ୱଳ, ଅନୁଜ୍ଜ୍ୱଳ ଲେଖିବେ, ଚକଚକ ଦିଶୁ ନଥିଲେ। ଓକେ, ନେକ୍ସଟ ଯିବା ପିଲେ, ଦେଖନ୍ତୁ ବର୍ତ୍ତମାନ ବସ୍ତୁର ଉପରୋକ୍ତ କଣିକା ଗୁଡ଼ିକୁ ଜାଣିବା କେତେ ଉପାୟରେ ତୁମେ ଅନୁଭବ କରିପାରୁଥିବ। ଓକେ, ଦେଖନ୍ତୁ ପିଲେ ଆମର ଏଇ ପାଠଟା କମ୍ପ୍ଲିଟ୍ ହେଇଗଲା, ଫୁଲ୍ କଭରେଜ କରିଦେଲେ ଆମେ। ଓକେ, ପିଲାମାନେ ସମସ୍ତେ ଏଇ ଭିଡ଼ିଓଟା ଭଲ ଲାଗୁଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦେବେ ପିଲାମାନେ, ଏବଂ ଅନ୍ୟମାନଙ୍କୁ ମଧ୍ୟ ଲାଇକ୍, ସେୟାର କରିଦେବେ, ଜଣାଇଦେବେ। ଓକେ, ତ ପିଲାମାନେ ଆଜି ଆମର ଏଇ ପଞ୍ଚମ ଅଧ୍ୟାୟଟା ବସ୍ତୁର ପ୍ରକାର ଭେଦକୁ ଆମେ ଫୁଲ୍ କଭରେଜ କରିଦେଲେ। ପିଲାମାନେ ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗୁଥିଲେ ସମସ୍ତଙ୍କୁ ସେୟାର କରନ୍ତୁ ପିଲେ, ଏବଂ କମେଣ୍ଟ ମଧ୍ୟ କରିଦିଅନ୍ତୁ। ଓକେ, ତ ଚାଲନ୍ତୁ ପିଲା ଏଇ କ୍ଲାସ୍କୁ ଆମେ ଏଇଠି ଏଣ୍ଡ କରିଦେବା। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।